हेलो गाइस, वेलकम। तो आज आम सहित अच्छा निहार रंजन नंद ଆପଣ ତାଙ୍କର ଲେଖା ହେଇଥିବା ବହି ଯୋଉଟା ପଛରେ ଆପଣ ବ୍ୟାକଗ୍ରାଉଣ୍ଡ ଦେଖୁଛନ୍ତି ଗଜପତି କପିଳେନ୍ଦ୍ର ଦେବ, ଯାହାଙ୍କ ବିଷୟରେ ଆମେ ପାଠ୍ୟପୁସ୍ତକରେ ହୁଏତ ବେଶୀ ପଢ଼ିନଥିବା କିନ୍ତୁ ତାଙ୍କର କଣ୍ଟ୍ରିବ୍ୟୁସନ୍ ପ୍ରୋବାବ୍ଲି ସେ ମିଡ଼ିଭାଲ ଅଥବା ଯୋଉଟା ଆମେ ମଧ୍ୟ ଭାରତ କହୁ ସେଇ ସମୟର ୱାନ୍ ଅଫ୍ ଦି ଗ୍ରେଟେଷ୍ଟ ରୁଲର। ଓକେ, ଯେଉଁ ସମୟରେ ଭାରତରେ ସମସ୍ତ ରାଜାମାନେ ହିନ୍ଦୁ ରାଜାମାନେ ଖାସ କରି ଯେତେବେଳେ ମୁସଲମାନ ଆକ୍ରମଣର ଶିକାର ହେଉଥିଲେ ତାଙ୍କ ସାମ୍ନାରେ ହାତ ଟେକି ଦେଇଥିଲେ, ସେତେବେଳେ କପିଳେନ୍ଦ୍ର ଦେବ ଯିଏ ଥିଲେ ସିଏ ତାଙ୍କୁ ବହୁବାର ପରାସ୍ତ ମଧ୍ୟ କରିଥିଲେ। ଆଉ ଇଭେନ୍ ଏତେ ଥର ସେ ପରାସ୍ତ କରିଥିଲେ କି ଓଡ଼ିଶା ଆଡ଼କୁ ଦେଖିବା ପାଇଁ ମାନେ ଆଖି ଚାହିଁ ଉଠେଇ ଦେଖିବା ପାଇଁ ତାଙ୍କର ସାହସ ମଧ୍ୟ ହେଉନଥିଲା। ତ ମୁଁ ଜଣେ ହିଷ୍ଟ୍ରିର ଷ୍ଟୁଡେଣ୍ଟ ହେଇକି ମଧ୍ୟ ବହୁତ କମ୍ ଜାଣିଥିଲି। ଆଉ ମୁଁ ଲକି କି ମୋତେ ଏଇ ବୁକ୍ଟା ଜଣେ ଫ୍ରେଣ୍ଡ ରେକମେଣ୍ଡ କରିଥିଲେ। ଆଉ ମୁଁ ଓଡ଼ିଆରେ ପଡ଼କାଷ୍ଟ ମଧ୍ୟ ଦେଖିଥିଲି ଗୋଟେ ଦୁଇଟା, ସେଥିରୁ ମୋତେ ଏ ବୁକ୍ଟା ମିଳିଲା। ତ ମୁଁ ଅନୁରୋଧ କରିବି ଆମର ଦର୍ଶକ ବନ୍ଧୁମାନଙ୍କୁ କି ଆପଣ ମଧ୍ୟ ଓଡ଼ିଆ ମାଟିର ଜଣେ ବୀରପୁତ୍ରଙ୍କ ବିଷୟରେ ଟିକେ ଜାଣନ୍ତୁ ଆଉ ଏ ବହିଟା ନିଶ୍ଚିତ ଭାବରେ ପଢ଼ନ୍ତୁ। ଏଇଟା ଗୋଟେ ବହୁତ ହି ଇଣ୍ଟରେଷ୍ଟିଂ ବୁକ୍, ଆଉ ଷ୍ଟୋରି ମଧ୍ୟ ଅଛି, ୱେଲ୍ ରିସର୍ଚ୍ଚ, ଫ୍ୟାକ୍ଟ ମଧ୍ୟ ବହୁତ ଗୁଡ଼େ ଅଛି। ଆପଣ ବହୁତ କିଛି ଜାଣିବା ପାଇଁ ପାଇବେ। ତ କପିଳେନ୍ଦ୍ର ଦେବଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆଜି ଆମ ସହିତ ଅଛନ୍ତି ଏହି ବୁକ୍ର ଅଥର ମିଷ୍ଟର ନିହାର ରଞ୍ଜନ ନନ୍ଦ। ତ ମୁଁ ତାଙ୍କୁ ସ୍ୱାଗତ ଜଣାଇବି। ୱେଲକମ୍ ନିହାର ଭାଇ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ତ ଜଷ୍ଟ ଫର୍ ଇଣ୍ଟ୍ରୋଡକ୍ସନ୍, ଆପଣ ପ୍ରଫେସନରେ ଜଣେ ଇଞ୍ଜିନିୟର, ବଟ୍ ଆପଣ ଅଚାନକ କେମିତି ଆପଣ ଓଡ଼ିଶା ହିଷ୍ଟ୍ରି ଖାସ କରି ମଧ୍ୟ ଭାରତ ମଧ୍ୟ ଓଡ଼ିଶା ବିଷୟରେ ରିସର୍ଚ୍ଚ କରିବା ପାଇଁ ଆପଣଙ୍କର ଇଣ୍ଟରେଷ୍ଟ ଆସିଲା? ହଁ ଦେଖନ୍ତୁ, ମୁଁ ବି ମାନେ ସାଧାରଣ ଗୋଟେ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ କି ପ୍ରିସାଇଜ୍ ମାନେ ଆଇଟି ରେ ହିଁ ଜବ୍ କରେ। ଆଉ ମାନେ ମୁଁ ଏମିତି ବୁକ୍ସ ପଢ଼େ ଆଣ୍ଡ ଡିଫରେଣ୍ଟ ମାନେ ଏମିତି ସ୍ପେସିଫିକ୍ ନୁହେଁ କି କେବଳ ହିଷ୍ଟ୍ରି ଉପରେ, ଡିଫରେଣ୍ଟ ଏରିଆରେ ମୋର ଇଣ୍ଟରେଷ୍ଟ ଅଛି, ମୁଁ ପଢ଼େ ଇଏ କରେ। କିନ୍ତୁ ଆରାଉଣ୍ଡ 5 to 7 years ବ୍ୟାକ୍ ଯେତେବେଳେ ଗୋଟେ ମାନେ ଇତିହାସ ଏମିତି ନୁହେଁ କି ମୁଁ ଜମା ଜାଣିନଥିଲି କି କିଛି ବି ସେମିତି ନଥିଲା, ମୁଁ ସବୁବେଳେ ଜାଣିଥିଲି, ପଢୁଥିଲି ଟିକେ ଟିକେ। କିନ୍ତୁ ଓଡ଼ିଶା ଇତିହାସ ବିଷୟରେ ବହୁତ ବେଶୀ ଇଣ୍ଟରେଷ୍ଟ ସେମିତି କେବେ ଆଗରୁ ଦେଖେଇ ନଥିଲି। ବଟ୍ ଆରାଉଣ୍ଡ 2016-17 ସେଇ ଟାଇମରେ ଗୋଟେ ମାନେ ଏମିତି ସୋସିଆଲ ମିଡ଼ିଆର ଗୋଟେ ବହୁତ ବଡ଼ ଇମ୍ପାକ୍ଟ ମୁଁ କହିବି, ଯାହାଦ୍ୱାରା କି ମୁଁ ଟିକେ ଟିକେ ଇଣ୍ଟରେଷ୍ଟ ଦେଖିଲି, ପଢ଼ିବାକୁ ପାଇଲି ଆଣ୍ଡ ଇଣ୍ଟରେଷ୍ଟ ମୋର ସେଇଠୁ କ୍ରିଏଟ୍ ହେଲା। ତାପରେ ମୁଁ ଜାଣିବାକୁ ଚାହିଁଲି ଯେ ଓଡ଼ିଶାର ଗୋଟେ ଆପଣ ଯଦି ଦେଖିବେ ଡେମୋଗ୍ରାଫି ଯଦି ଦେଖିବେ, ସେଇଟା ଗୋଟେ ଏମିତିଆ ଫ୍ୟାକ୍ଟର, ଆମର ଯୋଉ ପରସେଣ୍ଟେଜ ଅଫ ରିଲିଜିୟସ୍ ଡାଇଭରସିଟି ଆମର ମ୍ୟାକ୍ସିମମ୍ ଦେଖିବେ ହିନ୍ଦୁ ରିଲିଜିୟନର। ଆମ ଷ୍ଟେଟରେ ବଡ଼ ବଡ଼ ଟେମ୍ପଲ ଅଛି ଯୋଉଟାକି ନିୟର ବାଇ ନର୍ଦର୍ନ ଷ୍ଟେଟରେ ଆପଣ ପାଇବେନି ସେମିତିଆ। ଏଇ ଜିନିଷରୁ ଫାର୍ଷ୍ଟ ମୋର କ୍ୟୁରିଓସିଟି ଗୋଟେ କ୍ରିଏଟ୍ ହେଇଥିଲା କି କ'ଣ ଏମିତି ଗୋଟେ ହେଲା ଯେ ଏମିତି ଓଡ଼ିଶାରେ କାହିଁକି ରହିଲା, ଅନ୍ୟ ଜାଗାରେ କାହିଁକି ଏମିତି ନିୟର ବାଇ ଷ୍ଟେଟରେ କାହିଁକି ନାହିଁ, କିଛି ତ ଗୋଟେ କାରଣ ଥିବ ନା। ତାପରେ ସେଇଠୁ ଗୋଟେ ଇଣ୍ଟରେଷ୍ଟ କ୍ରିଏଟ୍ ହେଲା କି କ'ଣ ଏକ୍ଜାକ୍ଟଲି ତା ରିଜନ। ଆଉ ସେଇ ଟାଇମରେ ମତେ ମୁଁ ପଢିବାକୁ ଟ୍ରାଏ କଲି ଯେ ଆମର ଇତିହାସରେ କ'ଣ ହେଇଥିଲା, ଏ ମନ୍ଦିର ଗୁଡା କେତେବେଳେ ବନେଇଥିଲା, କିଏ ବନେଇଥିଲେ, ଆଉ ତାକୁ କେମିତି ମେଣ୍ଟେନ କରିଥିଲେ, ଯାହା ନିୟର ବାଇ ଷ୍ଟେଟରେ ସେମିତି ନାହିଁ। ତ ସେଇଥିରୁ ଟିକେ ଷ୍ଟଡି କଲା ପରେ ଧୀରେ ଧୀରେ ମୁଁ ଜାଣିବାକୁ ଚାହିଁଲି କି କୋଉ ରାଜାମାନେ ରୁଲ କରୁଥିଲେ। କାରଣ ସେତେବେଳେ ମନ୍ଦିର ମାନଙ୍କ ଉପରେ ଆକ୍ରମଣ ହଉଥିଲା, ଯୋଉ ଟର୍କିକ ଇଏ ମାନେ ଆସୁଥିଲେ ସେଣ୍ଟ୍ରାଲ ଏସିଆରୁ, ସେମାନେ ଗୋଟେ ତାଙ୍କର ଇଏରେ ଆଟାକ୍ କରୁଥିଲେ। ତ ସେମାନଙ୍କୁ କେମିତି ରକ୍ଷା କରୁଥିଲେ, ଏଇସବୁ ଜିନିଷରୁ ମୁଖ୍ୟତଃ କ୍ୟୁରିଅସିଟି ବଢିଲା। ଆଉ ସେଇଠୁ ମୁଁ ପଢିବାକୁ ଷ୍ଟାର୍ଟ କଲି, ଆଉ ମତେ ବହୁତ ବହୁତ ନ୍ୟୁ ଇନଫର୍ମେସନ ଜାଣିବାକୁ ମିଳିଲା କି ଏମିତି ଏମିତି ସବୁ ହେଇଛି। ତାପରେ ସେଇଠୁ ଧୀରେ ଧୀରେ ମୁଁ ଜାଣିବାକୁ ଟ୍ରାଏ କଲି ସବୁଠୁ ଭଲ କିଙ୍ଗ କିଏ ଥିଲେ, କାହାର ଭଲ କଣ୍ଟ୍ରିବ୍ୟୁସନ ଥିଲା। ତ ସେଇଠୁ ଡିଫରେଣ୍ଟ କିଙ୍ଗ ଭିତରୁ ଗଜପତି କପିଳେନ୍ଦ୍ର ଦେବଙ୍କ ବିଷୟରେ ଟିକେ ବେଶୀ ପଢିବାକୁ ମୁଁ ଟ୍ରାଏ କଲି, ଆଉ ସେଇଥିରୁ ବହୁତ ଇନଫର୍ମେସନ ମିଳିଲା। ଏଇଟା ଗୋଟେ ଲମ୍ବା ପିରିୟଡ ଥିଲା, କିନ୍ତୁ ତାପରେ ଲାଷ୍ଟ 3-4 ବର୍ଷରେ ତାପରେ ମୁଁ ଗୋଟେ ସିଷ୍ଟମେଟିକ ୱେରେ ରିସର୍ଚ୍ଚ କରିକି ତାପରେ ଲାଷ୍ଟ 2023ରେ ବୁକଟା ପବ୍ଲିଶ କରିଥିଲି। ଓବିୟସଲି ବୁକ୍ଟା ମାନେ ଯେତିକି ମେଟିକୁଲସରେ ରିସର୍ଚ୍ଚ ହେଇଛି, ମାନେ ଆପଣ ଯେତେ ଗୁଡ଼ା ରେଫରେନ୍ସ ଦେଇଛନ୍ତି, ଷ୍ଟୋରି ହଉ କିମ୍ବା ମାନେ ଡିଫରେଣ୍ଟ ସୋର୍ସେସ୍ ହଉ, ମୁଁ ଦେଖିଲି ଇସଲାମିକ ସୋର୍ସେସ୍ ଅଛି, ଓଡ଼ିଆ ଲିଟରେଚର ସୋର୍ସେସ୍ ଅଛି, ମାଦଳା ପାଞ୍ଜି ଯେମିତି ଗୋଟେ, ଏସବୁ ଅଛି। ଆଉ ଏତେ ଇଣ୍ଟରେଷ୍ଟିଂ ହେଇଛି, ମୁଁ ବୁକ୍ଟା ପୁରା ମାନେ ରଙ୍ଗ ମାରିଦେଇଛି ବୁକ୍ରେ, ପୁରା ମାନେ ଷ୍ଟୋରି ମୁଁ ପୁରା ରଙ୍ଗ କରିଦେଇଛି, ମାନେ ଇଏ ନାହିଁ। ଓକେ,
ଆଉ ଗୋଟେ କଥା ବି ଯେମିତି ଇଏ କହିଲେ ମାନେ ଓଡ଼ିଆ କଲଚର ଓଡ଼ିଆ ହିଷ୍ଟ୍ରି ଯୋଉଟା ସେ ବହୁତ ଇଣ୍ଟରେଷ୍ଟିଂ ବଟ୍ କ'ଣ ପାଇଁ କେଜାଣି ଆମେ ଯୋଉ ଆମର ସିଲାବସ୍ ଅଛି ସେଇଠି ଆମେ ଇଭିନ୍ ବହୁତ ଛୋଟ ଛୋଟ ରାଜାମାନଙ୍କ ମଧ୍ୟରେ ଲେଖା ହେଇଛି ଯେହେତୁ ସେମାନେ ନର୍ଥର ରାଜା ଯେମିତି କୁହାଯାଏ କି ବହୁତ ବେଳେ କି ଆମର ଇଣ୍ଡିଆର ହିଷ୍ଟ୍ରିରେ ଯୋଉ ରାଇଟିଂଟା ଅଛି ସେଟା ନର୍ଥ ସେଣ୍ଟ୍ରିକ ରାଇଟିଂ ହେଇଯାଏ ସେମାନେ ଇଭିନ୍ ସଦର୍ନ ଇଣ୍ଡିଆକୁ ବି ଇଗ୍ନୋର କରିଦିଅନ୍ତି ତ ଆପଣ ଏ ବୁକ୍ଟା ଲେଖିଲେ ଏଥିରେ ମୁଁ ଆପଣଙ୍କୁ ଥ୍ୟାଙ୍କ ୟୁ କହିବି କାରଣ ବହୁତ ଲୋକମାନଙ୍କୁ ବହୁତ କିଛି ଜାଣିବା ପାଇଁ ମିଳିଥିବ ଏଠୁ ଜରୁର ଓକେ ତ ଟିକେ ଆମେ କପିଳେନ୍ଦ୍ର ଦେବଙ୍କ ବିଷୟରେ କଥା ହେବା ଆଚ୍ଛା ମୁଁ ପ୍ରଥମ ପ୍ରଶ୍ନ ଏଇଟା ପଚାରିବି ମୁଁ ପଢ଼ିଛି ବହୁତ ଭଲ ଭାବରେ ଆପଣ ସେଠି କାଶିଆ କପିଳା ଯୋଉ ଷ୍ଟୋରିଟା ଆମେ ଛୋଟବେଳେ ଆମେ ସମସ୍ତେ ନିହାତି ଓଡ଼ିଆ ପୁଅମାନେ ସମସ୍ତେ ଶୁଣନ୍ତି ତ ଏଥିରେ ଆପଣ ତାକୁ ଟିକେ କ'ଣ କୁହାଯିବ ସେ ଷ୍ଟୋରିର ସତ୍ୟଟା ତା କେତେ ଟିକେ ଆପଣ ୟା ବିଷୟରେ ଟିକେ କମେଣ୍ଟ କରନ୍ତୁ ହଁ ଦେଖନ୍ତୁ ସେ ଷ୍ଟୋରିଟା ଆପଣ ଯୋଉ ପଢୁଛନ୍ତି ତାର ଏମିତି ଭାରିୟସ୍ ଯୋଉ କିମ୍ବଦନ୍ତୀ ଯୋଉ କୁହନ୍ତି ସବୁ ଅଛି ଡିଫରେଣ୍ଟ ଡିଫରେଣ୍ଟ ହୁଁ ସେଇ କିମ୍ବଦନ୍ତୀ ଅଲଗା ଅଲଗା ଭର୍ଜନ ବି ସବୁ ଅଛି ଏମିତି ନୁହେଁ କି ଗୋଟିଏ ପୁରା ସ୍ପେସିଫିକ କିଛି ତ ସେ ଷ୍ଟୋରିରେ ଯାହା ଆମେ ପଢୁଛୁ ଯାହା ଶୁଣୁଛୁ ଯେମିତି କି କପିଳେନ୍ଦ୍ର ଦେବଙ୍କ ଯୋଉ ଫାଷ୍ଟ ନାଁ ଛୋଟ ବେଳର ନାଁ ଥିଲା ହୁଁ କପିଳ ହୁଁ କପିଳ ୟା କପିଳା ବୋଲି ବି କୁହନ୍ତି ହୁଁ ଆଉ ସିଏ ଗୋଟେ ମାନେ କ'ଣ ତାଙ୍କୁ କୁହାଯାଇଛି ସିଏ ଗୋଟେ ବ୍ରାହ୍ମଣ ଘରେ ଗାଈ ଚରୁଉଥିଲେ ଆଚ୍ଛା କୁହାଯାଏ ଆଉ ସେଇ ଟାଇମରେ ତାଙ୍କର ଗୋଟେ ଜଣେ ସାଙ୍ଗ ଥିଲା କାଶିଆ ବୋଲି ହୁଁ ଆଉ ସେ ଦିନେ ଏମିତି ଗଛ ମୂଳରେ ଶୋଇଥିଲେ ଖରାବେଳେ ହୁଁ ଗୋଟେ ସାପ ଆସି ତାଙ୍କ ମୁଣ୍ଡରେ ଫଣା ଟେକିଲା ନାଗ ସାପ ତାକୁ ଦେଖିକି ସମସ୍ତେ ଜାଣିଲେ ଯେ ଇଏ ଦିନେ ରାଜା ଆଚ୍ଛା ଏମିତି ଷ୍ଟୋରି ଅଛି ହଁ ହଁ ଆଉ ଆଉ ଅଛି ଯେ ସିଏ ତାପରେ ସେ ଚୋରି ବି କରୁଥିଲେ ଗୋଟେ ଜିନିଷ ଅଛି ଆଉ ବି ଗୋଟେ ଅଛି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଯୋଉ ଅଛି ଆମର ବିମଳା ମନ୍ଦିର ବିମଳା ମନ୍ଦିରରେ ସେଇ ମନ୍ଦିର ସାମ୍ନାରେ ବସିକି ଭିକ ମାଗୁଥିଲେ ସେଇଠୁ ରାଜା ଭାନୁଦେବ ଯୋଉ ଗଙ୍ଗବଂଶ ରାଜା ହଁ ତାଙ୍କୁ ଦେଖିଲେ ଦେଖିକି ତାଙ୍କୁ ଆଣିକି ଭୋଗରେ ରଖିଲେ କାରଣ ଜଗନ୍ନାଥ ତାଙ୍କୁ ସ୍ୱପ୍ନ କରିଥିଲେ ଏମିତି ସବୁ ବିଭିନ୍ନ ପ୍ରକାର ମାନେ କିମ୍ବଦନ୍ତୀ ଆମର ଅଛି ହୁଁ କିନ୍ତୁ ଆପଣ ଯଦି ଦେଖିବେ ତାର ସତ୍ୟତା ନିଶ୍ଚିତ ଭାବରେ ଡାଉଟଫୁଲ କାହିଁକି କାରଣ ଆମର ଯଦି ଇତିହାସରେ ମୁଖ୍ୟତଃ ଆମେ ଯୋଉ ଜିନିଷକୁ ଆମେ ସବୁଠୁ ବେଶୀ ଗୁରୁତ୍ୱ ଦଉଛୁ ସେଇଟା ହଉଛି ସେ ସମୟର ମାନେ କଣ୍ଟେମ୍ପରାରୀ ଇନସ୍କ୍ରିପସନ କିମ୍ବା ସେ ସମୟର ସାହିତ୍ୟିକ ଲିଟରେରୀ ୱାର୍କ ଯୋଉ କୁହନ୍ତି ସେଇ ବୁଝିଲି ଯୋଉ ଲେଖା ସେ ସମୟର ଅଛି ସେଇଆକୁ ନେଇକି ସବୁଠୁ ବେଶୀ ଗୁରୁତ୍ୱ ଦିଆଯାଏ ତେଣୁ କପିଳେନ୍ଦ୍ରଙ୍କ ସମୟର ଯୋଉ ଇନସ୍କ୍ରିପସନ ଶିଳାଲେଖା ସବୁ ଅଛି ହୁଁ ସେଇ ଶିଳାଲେଖାରେ ଲେଖା ଅଛି ଯେ ସିଏ ତାଙ୍କ ବାପା ଜଣେ ଯୋଦ୍ଧା ଥିଲେ ବାପା ତାଙ୍କ ଜେଜେ ଏମାନେ ସବୁ ଯୋଦ୍ଧା ଥିଲେ ତାଙ୍କ ଭାଇ ଜଣେ ଯୁଦ୍ଧରେ ମରିଥିଲେ ତାଙ୍କ ବାପା ହୁଁ ବି ମରିଥିଲେ ଯୁଦ୍ଧରେ ତେଣୁ ସେ ଗୋଟେ ମାନେ ସମ୍ଭ୍ରାନ୍ତ ଯୋଉ ସାମନ୍ତ ପରିବାରର ଜଣେ ବ୍ୟକ୍ତି ଏଥିରୁ ଜଣା ପଡୁଛି ହୁଁ ତେଣୁ ସେଇ ଯୋଉ ଗାଈ ଜଗୁଥିଲେ ଇଏ ସିଏ ଏଇ ସବୁ ଜିନିଷ ନିଶ୍ଚିତ ଭାବରେ ମାନେ ଗୋଟେ ପର ସମୟରେ ଗୁଡା କ୍ରିଏଟ କରାହେଇଛି ତାର ସତ୍ୟତା ବେଶୀ କିଛି ନାହିଁ ହୁଁ କିନ୍ତୁ ଏଇ ଯୋଉ ନାଁ ଯୋଉ ଆମେ ଶୁଣୁଛୁ କାଶିଆ ସେ କାଶିଆ କାଶୀନାଥ ମହାପାତ୍ର କରି ତାଙ୍କର ଜଣେ ମନ୍ତ୍ରୀ କିନ୍ତୁ ନିଶ୍ଚିତ ଭାବରେ ଥିଲେ ଯିଏକି ତାଙ୍କର ବହୁତ କ୍ଲୋଜ ଥିଲେ ସେ ଆଚ୍ଛା ବିଷୟରେ ଆମେ ଇନସ୍କ୍ରିପସନରେ ପଢୁଛୁ ହୁଁ ଅଲଗା ଜାଗାରେ ବି ପଢୁଛୁ ସେଇଟା ନିଶ୍ଚିତ ଭାବରେ ଥିଲେ ତ ବହୁତ ଘନିଷ୍ଠ ବନ୍ଧୁ ନିଶ୍ଚିତ ଭାବରେ ଥିଲେ ସେ ତାଙ୍କର ମନ୍ତ୍ରୀ ହେଇକି ରହିଥିଲେ ତାଙ୍କୁ ବହୁତ ଜାଗାରେ ସାହାଯ୍ୟ କରୁଥିଲେ ଏମିତି ସବୁ ଥିଲେ ବୋଧେ ତେଣୁ ଯେମିତି ଆମେ ମାନେ ଆକବର ବିରବଲ କାହାଣୀ ଗୁଡାକ ଶୁଣୁ ସେଇ ଟାଇପ ର ମେ ବି ହେଇଥାଇପାରେ ଆପଣଙ୍କ ମାନେ କହିବା ହଁ କଥା ହଁ ଦେଖନ୍ତୁ ମନେକର ଜଣେ କଣ ହୁଏ ନା ଆମର ସେତେବେଳେ ଭିଡିଓ ରେକର୍ଡ କରିକି ରଖିବାର ନଥିଲା ନା ତ ସେ ଆମେ କଣ ଆମେ କଥା ଗୁଡା ଆଉ ରିଟେନ ୱେରେ ବି ବେଶୀ ରହୁନଥିଲା ହୁଁ ତେଣୁ ହୁଁ ଆମର ଯୋଉ କୁହନ୍ତି ନା ଓରାଲି ଟ୍ରାନ୍ସମିଟ ହଉଥିଲା ସବୁ ହଁ ଜିନିଷ ହଁ ବହୁତ ମ୍ୟାକ୍ସିମମ୍ ଜିନିଷ ସବୁ ହଁ ଜିନିଷ ତ ମ୍ୟାକ୍ସିମମ୍ ଜିନିଷ ହଉଥିଲା ତେଣୁ ଓରାଲି ଯେତେବେଳେ ଟ୍ରାନ୍ସଫର ହଉଛି କୋଉ ଇନଫର୍ମେସନ ସେଥିରେ ଲୋକମାନଙ୍କର ନିଜ ନିଜର କିଛି କିଛି ଷ୍ଟୋରି ଲୋକ ଆଡ କରି ଚାଲନ୍ତି ଏଇଟା ଗୋଟେ ନର୍ମାଲ ଜିନିଷ ଆଉ ଯେତେବେଳେ ଶହ ଶହ ବର୍ଷର କଥା ଆମେ କହୁଛୁ ତାହେଲେ ବହୁତ ଜିନିଷ ଏଥିରେ ଆଡ ହେଇଯିବ ଆଉ ଜଣେ ଲେଜେଣ୍ଡାରୀ କିଙ୍ଗ ତାଙ୍କ ବିଷୟରେ ଡିଫରେଣ୍ଟ ଡିଫରେଣ୍ଟ ନୂଆ ନୂଆ ଇଏ ବେଶୀ ଆସିବ ହୁଁ ସାଧାରଣ ରାଜା ତ ହଜାର ହଜାର ରାଜା ସବୁ ଜାଗାରେ ଯାଉଛନ୍ତି କି ଜାଣୁନାହାନ୍ତି ହୁଁ କିନ୍ତୁ ଜଣେ ଲେଜେଣ୍ଡାରୀ କିଙ୍ଗ ହେଲା ତା ବିଷୟରେ ଡିଫରେଣ୍ଟ ଡିଫରେଣ୍ଟ ନୂଆ ନୂଆ ଜିନିଷ ଆସିବ ଆଉ ସେ ଆସିବା ଦ୍ୱାରା ଲୋକ ଜାଣିଲେ ବାକି ଏମିତି ତାକୁ ଡିଫରେଣ୍ଟ ଡିଫରେଣ୍ଟ କଲର ଦେଇକି ଦୁନିଆକୁ ଦେଖେଇଲେ କି ଏଇଆ ହେଇଥିଲା ଏମିତି ହେଇଥିଲା ଯିଏ ଯାହା ପାରିଲା ତେଣୁ ସତ୍ୟତା କିନ୍ତୁ ତାପରେ ଏଇଆ ମୁଁ ଯୋଉଟା କହିଲି ଯେ ଏମିତି ନଥିଲା ହୁଁ। ଆଚ୍ଛା
ତ ଆପଣ ଗୋଟେ କପିଳେନ୍ଦ୍ର ଦେବଙ୍କ ବିଷୟରେ ଲେଖିବା ପୂର୍ବରୁ ଆପଣ ଲିଖିଛନ୍ତି କି ମାନେ ଗଙ୍ଗମାନଙ୍କର ପତନଟା କିଭଳି ଭାବରେ ଘଟିଲା। ତ ସେଥିରେ ଆପଣ ଗୋଟେ ମେନସନ କରିଛନ୍ତି କି ଯୋଉ ଭାନୁଦେବ ଥିଲେ ତାଙ୍କୁ ମାନେ ତାଙ୍କରି ମନ୍ତ୍ରୀମାନେ ସପୋର୍ଟ କରିଥିଲେ କପିଳେନ୍ଦ୍ର ଦେବଙ୍କୁ ଗଦି ଉପରେ ବସିବା ପାଇଁ। ତ ମୁଁ ଏଇଠି ଗୋଟେ କ୍ୱେଶ୍ଚିନ୍ ସମସ୍ତଙ୍କ ମନରେ ଆସେ କି ଅଲଦୋ ଭାନୁଦେବଙ୍କର ପ୍ରଥମ ପିରିୟଡଟା ଯେମିତି ଆପଣ ଲେଖିଛନ୍ତି କି ବହୁତ ସକ୍ସେସଫୁଲ ଥିଲା, ତ ଏମିତି କ'ଣ ହେଲା କି କପିଳେନ୍ଦ୍ର ଦେବ ମାନେ ତାଙ୍କୁ ଲୋକମାନେ ଯେହେତୁ ମନ୍ତ୍ରୀମାନେ ବସିଛନ୍ତି, ଏଇଟା ଅବଭିୟସ୍ କି ସେ ବହୁତ ପପୁଲାର ଥିବେ। ତ କାହିଁକି ମାନେ ଏଇଟା ହେଲା କି ଭାନୁଦେବଙ୍କର ସେ କୁହାଯାଏ କି ସେ ସାଉଥକୁ ମାର୍ଚ୍ଚ କରୁଥିଲେ, ଏଇ ସମୟରେ କପିଳେନ୍ଦ୍ର ଦେବଙ୍କୁ ରାଜା ବନେଇ ଦିଆଗଲା। ତ ୟା ବିଷୟରେ ଟିକେ ଦେଖନ୍ତୁ ଆମର ଗୋଟେ ଧର୍ମଶାସ୍ତ୍ର ମାନଙ୍କରେ ଲେଖା ଅଛି, ହୁଁ ଯଦି ଜଣେ ରାଜା ତାର ପ୍ରଜାକୁ ତା ରାଜ୍ୟକୁ ଠିକ ସେ ସର୍ଭ କରିପାରୁନି, ତାହେଲେ ତା ଯୋଉ ମନ୍ତ୍ରୀ ପରିଷଦ ଅଛନ୍ତି ତାଙ୍କର କର୍ତ୍ତବ୍ୟ ହଉଛି ସେ ରାଜାକୁ ରିପ୍ଲେସ କରେଇଦେବା। ହୁଁ ଏଇଟା ଆମର ଧର୍ମଶାସ୍ତ୍ର ମାନଙ୍କରେ ଲେଖା ଅଛି। ହୁଁ ଠିକ ଅଛି, କାରଣ ଆପଣ ଯଦି ଅର୍ଥଶାସ୍ତ୍ର କି ଅଲଗା ଡିଫରେଣ୍ଟ ଟେକ୍ସଟ ପଢିବେ, ରାଜା ହଉଛି କଣ କୁହନ୍ତି, କିଙ୍ଗଡମ ଟା ରାଜାର ନୁହେଁ, କିଙ୍ଗଡମ ଟା ହଉଛି ଲୋକଙ୍କର। ଲୋକ ଲୋକ ରାଜାକୁ ଗୋଟେ ରୋଲ ଦେଇଛନ୍ତି, ସିଏ ତାକୁ ଠିକ ଭାବରେ ନିଭେଇବାର ଅଛି। ହୁଁ ସିଏ ଯଦି ନିଭେଇ ପାରୁନି, ତାହେଲେ ତାର ସେ ଗଦିରେ ରହିବାର କୌଣସି ସୁଧାର ମାନେ ନାହିଁ। ଜଷ୍ଟିଫିକେସନ ନାହିଁ। ହୁଁ ଏହା ହଉଛି କଥା। ହୁଁ ତେଣୁ ସେଇ ଜିନିଷଟା ହେଲା, କାରଣ ଭାନୁଦେବ ଇନିସିଆଲି ଯେମିତି ଆପଣ କହିଲେ, ଇନିସିଆଲି ସେ ଥିଲେ ସଫଳ ହଉଥିଲେ ବହୁତ ଜାଗାରେ, ହୁଁ କିନ୍ତୁ ଧୀରେ ଧୀରେ ପରେ କାରଣ ବହୁତ ଗୁଡେ ଏକ୍ସଟର୍ନାଲ ଏନିମି ହେଇଥିଲେ, ଚାରିଆଡୁ ତାଙ୍କୁ ଘନ 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 ଆକ୍ରମଣ କରୁଥିଲେ। ହୁଁ ତାକୁ ବହୁତ ଜାଗାରେ ଟ୍ରିବ୍ୟୁଟ ଦେବାକୁ ପଡିଛି। ଇଭିନ୍ ତାଙ୍କୁ ଧରି ଦେଇଥିବାର, ଜୀବନ୍ତ ଧରି ଦେଇଥିବାର ବି ଇଏ ଅଛି, ମାଲୱାର ରାଜା ଯିଏ। ହୁଁ ତେଣୁ ଏମିତି ବିଭିନ୍ନ କାରଣ ଯୋଗୁଁ ତା ଦ୍ଵାରା କଣ ହବ, ଆପଣ ଯଦି ଦେଖିବେ ମନେକର ଟ୍ରିବ୍ୟୁଟ ଦେବାକୁ ପଡିଲା, ତାହେଲେ ଗୋଟେ ରାଜ୍ୟର ବହୁତ ବଡ ଯୋଉ ରିସୋର୍ସ ଅଛି ସିଏ ପଳେଇବ ଅନ୍ୟ କୋଉ ରାଜ୍ୟ ପାଖକୁ। ହୁଁ ସେମିତି ହେବା ଦ୍ୱାରା କଣ, ଗୋଟେ ରାଜ୍ୟର ଯୋଉ ଆମର ଟ୍ରେଜେରୀ, ସେ ଟ୍ରେଜେରୀ ଟା ଖାଲି ହେଲା। ଚାଲି ତା ଦ୍ଵାରା ରାଜା କଣ କରିବ, ଟ୍ୟାକ୍ସ ବସେଇବ ଲୋକଙ୍କ ଉପରେ, ହଁ ବସେଇକି ଲୋକଙ୍କଠୁ ଆଦାୟ କରିବ ପଇସା। ଏଇ ସବୁ ଜିନିଷ ହୁଏ। ତ ହୁଁ ସେମିତି ହେଲେ, ସେମିତି ହବା ଦ୍ଵାରା କଣ ହବ, ଯେମିତି ମୁଁ ଆପଣଙ୍କୁ ଗୋଟେ ଦେବି, ସେ ବିଷୟ ସ୍ପେସିଫିକ ଗୋଟେ ଅଛି ଆମର, ଯେତେବେଳେ ମହମ୍ମଦ ଘୁରିର ଆଟାକ ଟାଇମରେ ହୁଁ ୟୁପିରେ ଯୋଉ ଆମର ଥିଲା, ଭୁଲିଗଲି ସେ ଡାଇନେସିଟା, ତାଙ୍କର ଗୋଟେ ଅଛି ଗୋଟେ ଟ୍ୟାକ୍ସ ବିଷୟରେ ଇନଫର୍ମେସନ ଅଛି। ସେ ଟ୍ୟାକ୍ସ ର ନାଁ ଥିଲା ତୁରସ୍କ ଦଣ୍ଡ। ଆଚ୍ଛା ତୁରସ୍କ ଦଣ୍ଡକାରୀ ଟାସ୍କ। ତୁରସ୍କ ମାନେ ଟର୍କିକ, ମାନେ ଯୋଉ ମୁସଲିମ ଇନଭେଡର୍ସ, ସେମାନେ ଯୋଉ ଆଟାକ କରୁଥିଲେ ତା ବଦଳରେ ରାଜା ଗୋଟେ ଟ୍ୟାକ୍ସ ନଉଥିଲେ ଲୋକଙ୍କଠୁ, ସୋ ଦ୍ୟାଟ ବେଶୀ ଆର୍ମି ବନେଇ ପାରିବ କିମ୍ବା ଯୋଉ ଟ୍ରିବ୍ୟୁଟ ଦେଇପାରିବ, ଏଇ ଟାଇପ ର ଜିନିଷ ପାଇଁ। ହୁଁ ହୁଁ ତ ସେଇଗୁଡା ବି ଓଡିଶାରେ ବି ହଉଥିଲା। ଆଚ୍ଛା ଏମିତି ହବା ଦ୍ୱାରା ଲୋକମାନେ ମାନେ ଖୁସି ନଥିଲେ, ହୁଁ ଚାହୁଁଥିଲେ କି କିଏ ଗୋଟେ ଇଏ କରୁ, ଷ୍ଟ୍ରେଂଥ ଦେଖଉ କିଙ୍ଗଡମ ର, ଆଉ ଅପୋଜ କରୁ ସେ ଲୋକକୁ, ଯୋଉ ସେ ଏନିମି ମାନଙ୍କୁ। ତ ସେଇଭଳିଆ ଲୋକକୁ ଖୋଜୁଥିଲେ। ସେଇଭଳିଆ ଲୋକ ତାଙ୍କୁ ଜଣେ କନଫିଡେନ୍ସ ଦଉଥିବା ଲୋକ ମିଳିଲେ, କପିଳେନ୍ଦ୍ରଙ୍କ ଉପରେ ମିଳିଲା। ତା ଦ୍ଵାରା ସେ ମନ୍ତ୍ରୀ ମାନେ ତାଙ୍କୁ ନେଇକି ରାଜଗାଦିରେ ବସେଇଲେ। ଆଉ ଯେତେବେଳେ ଭାନୁଦେବ ଦକ୍ଷିଣରେ ଥିଲେ, କାରଣ ଅବଭିୟସଲି ଯେ ରାଜା ଥିବ, ସେ ନିଜ ପାୱାର ସେ ଯେତେ ଖରାପ ହେଇଥାଉ, ତା ହୁଁ ପାୱାରକୁ ସେ ୟୁଜ କରିବାକୁ କେବେ ବି ଚାହିଁବେନି। ତେଣୁ ସେଇଭଳିଆ ସମୟ ଗୋଟେ ଖୋଜା ହେଲା, ସେଇଭଳିଆ ଲୋକେସନ ଗୋଟେ ଖୋଜା ହେଇକି ସେଇ ଅନୁସାରେ ତାଙ୍କୁ ରିପ୍ଲେସ କରିବାକୁ ଟ୍ରାଏ କରାଗଲା, ଯୋଉଟା କି ସକ୍ସେସଫୁଲ ହେଲା। ଲାଗୁଛି ବୋଧେ ଭାନୁଦେବ ମଧ୍ୟ ସେଇଟା ଆକ୍ସେପ୍ଟ କରି ପକେଇଥିଲେ, ନହେଲେ ପ୍ରୋବାବଲି ସେ ଯୁଦ୍ଧ ଗୋଟେ ହେବାର ସମ୍ଭାବନା ଥିଲା। ଭାନୁଦେବ ମଧ୍ୟ ନିଜେ ବୋଧେ ରିଏଲାଇଜ କରିସାରିଥିଲେ କି ମାନେ ସେ ଆଉ ଉପଯୁକ୍ତ କ୍ୟାଣ୍ଡିଡେଟ୍ ନୁହନ୍ତି ଓଡ଼ିଶାର ଗଦିରେ ବସିବା ପାଇଁ। ତ ହଁ, ଆପଣଙ୍କୁ ସେୟା ଭାବିବାକୁ ପଡିବ, କାରଣ ସିଏ ମାନେ ଆମ ଦେଖନ୍ତୁ, ଏଇଟା ଗୋଟେ ଆମେ 2-3 ବର୍ଷ ଭିତରର କଥା କହୁଛନ୍ତି, କିନ୍ତୁ ତା ବିଷୟରେ ଆମକୁ ଗୋଟେ ଲାଇନ କି 2 ଲାଇନ କୋଉଠି ମିଳୁଛି ଇତିହାସରେ। ହଁ ଡିଟେଲରେ ଆମକୁ ମୁଁ ଏଇଟା ସବୁ ଜାଗାରେ କହେ, ହିନ୍ଦୁ ଇତିହାସକାର ମାନେ ସେ ସମୟର କିଛି ଲେଖି ନାହାନ୍ତି। ଆପଣ ଯଦି ଭଲସେ ଦେଖିବେ, ହୁଁ ହୁଁ କମ୍ପେୟାର କରିବେ ସେଇ ସମୟରେ ୟୁରୋପର ଖ୍ରୀଷ୍ଟିଆନ ମାନେ କଣ ଲେଖୁଥିଲେ, କିମ୍ବା ପର୍ସିଆନ, ଆରବିକ, ମୁସଲିମ Yes. ସେମାନେ କଣ ଲେଖୁଥିଲେ, ସେଇ ଅନୁସାରେ ଆପଣ ଯଦି ଦେଖିବେ, ହୁଁ ଆଉ ସେଇଥିଲାଗି ହିଁ ଆମେ ବହୁତ ଜିନିଷ ଜାଣି ହିଁ ନାହୁଁ। ଜାଣିପାରୁ ତେଣୁ ସେଠି କଣ ଏକ୍ଜାକ୍ଟଲି ହେଇଥିଲା ସେ ବିଷୟରେ କହିବା ଏକ୍ଜାକ୍ଟଲି ବହୁତ ଡିଫିକଲ୍ଟ। କିନ୍ତୁ ଯେତିକି ଜଣା ପଡୁଛି, ସିଏ ଆକ୍ସେପ୍ଟ କରିନେଇଥିଲେ, କିମ୍ବା ତାଙ୍କୁ ଗୋଟେ ଫୋର୍ସଫୁଲି ତାକୁ ମାନେ ତାକୁ ହତ୍ୟା କରାଯାଇଥିଲା କି ଏମିତି କିଛି ହେଇନି। ତାଙ୍କୁ ଫୋର୍ସଫୁଲି ନେଇକି ଗୁଡାଳି କଟକ ବୋଲି ଗୋଟେ ଜାଗା ଅଛି ଆମର ରାୟଗଡାରେ, ସେଇ ଜାଗାରେ ତାଙ୍କୁ ନେଇକି ରଖା ହେଲା ଯେ ତମେ ଏଇଠି ରୁହ, ତୁମେ କିନ୍ତୁ ଅଲଗା କିଛି କରିପାରିବ।
ମାନେ ଗୃହବନ୍ଦୀ କିମ୍ବା ଗୋଟେ ହୁଁ, ଛୋଟ କିଙ୍ଗଡମ କୁ ଦେଇକି ଇଏ କରିକି ରଖା ହେଲା ଏମିତି ଟାଇପ ର ହେଲା ଆଚ୍ଛା। ଯୋଉଟା କି ତାମାନେ ଭାବିବାକୁ ପଡିବ ଯେ ସେ ବାଧ୍ୟ ହୋଇକି ଆକ୍ସେପ୍ଟ କରିଥିଲେ ଆଉ। ହୁଁ। ଆପଣ ଯୋଉଟା କହିଲେ କି ଭାରତର ହିଷ୍ଟୋରିଆନ ମାନେ ଏଥିରେ ଗୋଟେ ଡିବେଟ୍ ବି ଆକ୍ଚୁଆଲି ହିଷ୍ଟ୍ରିରେ ଯୋଉମାନେ ଅପସନାଲ ନେଇଥିବେ ସେମାନେ ପଢିଲେ ଜାଣୁଥିବେ କି ଯୋଉ ଆମର କଲୋନିଆଲ ଯୋଉ ଇଂରେଜ ମାନେ ଯେତେବେଳେ ଆସିଥିଲେ ସେମାନେ କହିଲେ କି ଭାରତୀୟ ମାନଙ୍କୁ ଇତିହାସ ଲେଖନ ଜଣା ନାହିଁ। ତ ୟା ଉପରେ ଗୋଟେ ବଡ ଡିବେଟ୍ ଅଛି ଯୋଉଥିରେ କି ଜଣେ ଏବେ ରିସେଣ୍ଟ ଯୋଉ ହିଷ୍ଟୋରିଆନ ଜଣେ ଅଛନ୍ତି ରୋମିଲା ଥାପର କହିକି ସେ କୁହନ୍ତି କି ନା ନା ଆମର କେବଳ ଇତିହାସ ନୁହଁ ଆମର ଇତିହାସ ପୁରାଣ ଟ୍ରାଡିସନ ଅର୍ଥାତ ଆମେ ଇତିହାସଟାକୁ ପୁରାଣ ମାଧ୍ୟମରେ ଦର୍ଶାଉ ଯୋଉଥିପାଇଁ କି ଜେନେରାଲି ଏକ୍ଜାଜେରେସନ କରିଦିଆଯାଏ ରାଜାଙ୍କୁ ମହାନ ଦେଖିବା ପାଇଁ ଅଥବା ଷ୍ଟୋରିରେ ଏମ୍ବେଡ କରିକି ଲୋକମାନଙ୍କୁ ମନେ ରଖିବା ପାଇଁ ଏଇ ସବୁ ଏଇଟା ଆପଣ ବିଲକୁଲ କରେକ୍ଟ କହିଲେ। ଆଚ୍ଛା ନା ଭାନୁ। ମୁଁ ଆ ଉପରେ ଏଇ ଜିନିଷଟା ଉପରେ ବହୁତ ଜାଗାରେ ଏଟା କହିଛି କାରଣ ମୁଁ ଯେତେବେଳେ ଲେଖୁଥିଲି ବହିଟା ହୁଁ ହୁଁ ମତେ ସେଇ ଜିନିଷଟା ବହୁତ ଫିଲ୍ ହେଲା ହୁଁ କାରଣ ମୁଁ ଚାହୁଁଥିଲି ଗୋଟେ ଯେହେତୁ ଜଣେ ଓଡିଶାର ଜଣେ ରାଜାଙ୍କ ବିଷୟରେ ମୁଁ ଲେଖିଛି ଓଡିଶା ସାଇଡରୁ କଣ ସୋର୍ସ ଅଛି ବାହାର ଲୋକ ତ ବହୁତ ଜିନିଷ କହିବେ ବିଲକୁଲ। ତେଣୁ ମତେ ବହୁତ ଜିନିଷ ମିଳିଲାନି ମାନେ ଯଦି ପାଇବେ ଗୋଟେ ଲାଇନ କି ଗୋଟେ ଷ୍ଟେଟମେଣ୍ଟ କି ଗୋଟେ ୱାର୍ଡ ଏମିତି ହୁଁ whereas, ଆମେ ଆପଣ ଯଦି ପରେ ଆମେ ଡିସ୍କସନ କରିବା କପିଳେନ୍ଦ୍ରଙ୍କ ଯୋଉ ମିଲିଟାରୀ କ୍ୟାମ୍ପେନ୍ ଯୋଉ ବିଷୟରେ ଆମେ ପଢୁଛନ୍ତି ହଁ ହଁ ସେଗୁଡ଼ା ଆକ୍ଚୁଆଲି କପିଳେନ୍ଦ୍ରଙ୍କ ସାଇଡରୁ କିମ୍ବା ଓଡିଶା ସାଇଡରୁ ବେଶୀ ନୁହେଁ ମ୍ୟାକ୍ସିମମ୍ ହଉଛି ଆପଣ ଇସଲାମିକ ଡିଟେଲ୍ସ ସୋର୍ସେସ ବେଶୀ ଡିଟେଲରେ ଲେଖିଛନ୍ତି ବୋଲି ଆମେ ଜାଣୁଛନ୍ତି ଏକ୍ଜାକ୍ଟଲି କି ଆଚ୍ଛା ଏତିକି ସୈନ୍ୟ ଯାଇଥିଲେ ଏମିତି ଯୁଦ୍ଧ ହେଲା ଏଇ ଜାଗାରେ ପହଞ୍ଚିଥିଲେ ଏମିତି ଆମେ ଜାଣୁଛନ୍ତି ନହେଲେ କିଛି ଆମେ ଜାଣନ୍ତିନି ଗୋଟେ ଦିଟା ଷ୍ଟେଟମେଣ୍ଟକୁ ନେଇକି ଆମେ ମାନେ ସ୍କଲାର୍ସ ମାନେ ନର୍ମାଲି ରିଜେକ୍ଟ କରିଦେବେ ତାକୁ କି ଯେଟା ମେ ବି ଏକ୍ଜାଜରେସନ ହେଇଛି କି କଣ ହେଇଛି ତ ସେଇ ଜିନିଷଟା ଗୋଟେ ଅଛି ଇସ୍ୟୁ। ଆକ୍ଚୁଆଲି ଠିକ କଥା ଯଦି ଗୋଟେ ପଟୁ ହିଁ କେବଳ ସୋର୍ସ କହିବ ତାହେଲେ ମାନିବାଟା କଷ୍ଟ କିନ୍ତୁ ଯଦି ଦି ପଟୁ ମ୍ୟାଚ ହେଇଗଲା ସୋର୍ସେସ ଗୁଡା ତାହେଲେ ମାନିବାଟା ଇଜି ଆଉ ତାକୁ ଆର୍ଗୁମେଣ୍ଟେଟିଭଲି ପ୍ରେଜେଣ୍ଟ କରିବାଟା ଇଜି ୟେସ୍। ଆଚ୍ଛା ଏକ୍ସାକ୍ଟଲି। ତାପରେ ମୁଁ ନେକ୍ସଟ କ୍ୱେଶ୍ଚିନ୍ ଯୋଉଟା କରିବି ଆପଣ ବୁକରେ ଗୋଟେ କଥା ମେନସନ କରିଛନ୍ତି କି କପିଳେନ୍ଦ୍ର ଯେ ଦେବ କଣ କରିଥିଲେ ନା ତାଙ୍କର ସକ୍ସେସ୍ ପଛରେ ଆପଣ ଗୋଟେ ଚାପ୍ଟର ପୁରା ଡେଡିକେଟ୍ କରିଛନ୍ତି ତାଙ୍କୁ କି କୋଉ କୋଉ ଫ୍ୟାକ୍ଟର ଗୁଡାକ ପାଇଁ ସେ ସକ୍ସେସ୍ ହେଇଥିଲେ ତ ସେଥିମଧ୍ୟରୁ ଆପଣଙ୍କୁ ଆପଣ ତ ପ୍ରବ୍ଲି 10ଟା ଫ୍ୟାକ୍ଟର ଲେଖିଛନ୍ତି ଆଉ ଆପଣ ଲେଖିଛନ୍ତି କି ମୁଁ ଆହୁରି ବେଶୀ ଲେଖି ପାରିଥାନ୍ତି କିନ୍ତୁ ଏଇ ଟାଇପର କିଛି ଗୋଟେ ଲେଖିଛନ୍ତି ତ ମୁଁ କହିବା ପାଇଁ ଚାହିଁବି କୋଉ ଗୁଡାକ ଛାଡି ଦେଇଛନ୍ତି ଆପଣ ସେଇଟା ଟିକେ କୁହନ୍ତୁ। ନା ମୁଁ ଛାଡିନି କିଛି ମାନେ ମୋର ଯେତିକି ସେଇ ଟାଇମରେ ମୁଖ୍ୟ ଇମ୍ପୋର୍ଟାଣ୍ଟ ଯୋଉଟା ମିଳିଲା ହୁଁ 11ଟା ଜିନିଷ ମୁଁ ଲେଖିଛି ହୁଁ ସେଇଗୁଡାକ ମୁଁ ଲେଖିଛି କିନ୍ତୁ ତା ଭିତରେ ଅବଭିୟସଲି କେତେ ଗୁଡେ ବହୁତ ବେଶୀ ଇମ୍ପୋର୍ଟାଣ୍ଟ ଥିଲା କେତେ ଗୁଡେ ବହୁତ ଜଣ ଇଗ୍ନୋର କରନ୍ତି ଯେମିତି ଆମେ ମୁଁ ଗୋଟେ ଜିନିଷ ଲେଖିଛି ହୁଁ ମୁଁ ଏଇଟା ବହୁତ ରେୟାରଲି କୋଉଠି ପଢିଥିବି ଏଇ ଜିନିଷଟାକୁ କି ମେନସନ କରିବା ଆପଣ ଯଦି ଓଡିଶା ବିଷୟ ବର୍ତ୍ତମାନ ଓଡିଶାରେ ଆପଣ ଭାବନ୍ତୁ ହଁ ଆମେ କୋଉ ଜିନିଷଟା ପ୍ରଡ୍ୟୁସ କରୁଛୁ ଓଡିଶା ଗୋଟେ ରାଜ୍ୟ ଆମର ମୁଖ୍ୟ ଆଉଟପୁଟ ହଉଛି ଗୋଟେ ଇକୋନୋମିକ ପଏଣ୍ଟ ଅଫ ଭ୍ୟୁ ମୁଁ ବର୍ତ୍ତମାନ କହୁଛି ସେଇଟା ହଉଛି ଆଇରନ୍ ଷ୍ଟିଲ୍ ଆଉ ଆଇରନ୍ ଆଇରନ୍ ତାର କାରଣ ହଉଛି କଣ ଆପଣ ତ ରାଉରକେଲାରେ ରହୁଛନ୍ତି ନା ହୁଁ ଷ୍ଟିଲ୍ ଆଉ ଆଇରନ୍ ତାର କାରଣ ହଉଛି ଆମର ଆଇରନ୍ ମୁଁ କେଉଁଝରରେ ରହିକି ଆସିଛି ଯୋଡାରେ ଆଜ୍ଞା ଥିଲି ଯେତେବେଳେ ମୁଁ ଜାଣିଛି କେତେ ଆଇରନ୍ ଓର୍ ମିଳୁଛି ଆଉ ହାଇ କ୍ୱାଲିଟି ଆଇରନ୍ ଏଣ୍ଟାୟାର ଇଣ୍ଡିଆର ସବୁଠୁ ବେଷ୍ଟ କ୍ୱାଲିଟି ହୁଁ ଆଇରନ୍ ହେମାଟାଇଟ୍ ଯୋଉ ହଁ କହୁଛନ୍ତି ତ ତାହାର ଗୋଟେ ବଡ ରୋଲ ଅଛି କାରଣ ଲୁହା ହିଁ ଯୋଉ ଆଇରନ୍ ଏଜ୍ ଯୋଉ କହୁଛନ୍ତି ହଁ ତାର କାରଣ ହଉଛି କଣ ତା ଉପରେ ବେସ୍ କରିକି ସିଭିଲାଇଜେସନ ବନିଛି ବିକଜ ସେ ଯୋଉ ତା ଉପରେ ବେସ୍ କରି ଯୋଉ ୱେପନ୍ସ ବନିଲା ହୁଁ ଯୁଦ୍ଧ ଅସ୍ତ୍ର ତାକୁ ବ୍ୟବହାର କରିକି ବହୁତ ଲୋକ ବହୁତ ଯିଏ ଆଗ ଆଡପ୍ଟ କଲା ସେଇଟାକୁ ତାକୁ ହୁଁ ନେଇକି ସିଭିଲାଇଜେସନ ପୁରା ବନେଇଛନ୍ତି ଅନ୍ୟମାନଙ୍କୁ କ୍ରସ କରିକି ବିଲକୁଲ ତ ସେ ମିଳିବାଟାର ଯୋଉ ଆଇରନ୍ ଯୋଉ ମିଳିବାର ଯୋଉ ଫାଇଦାଟା ଏଇ ଓଡିଆ ଆର୍ମି ମାନେ ନେଇଛନ୍ତି ବହୁତ ଜାଗାରେ ନେଇଛନ୍ତି ହୁଁ ତ ସେଇଟା ଗୋଟେ ଏମିତିଆ ଫ୍ୟାକ୍ଟର ଯୋଉଟା କି ବହୁତ ଲୋକ ସ୍କଲାର ଆପଣ ଯଦି ଦେଖିବେ ସେଇଟା ଇଏ କରିନାହାନ୍ତି ଆଉ ଯେମିତି ମୁଁ ମେନସନ କରିଛି ଆପଣ ଦେଖିବେ ଏଲିଫାଣ୍ଟ ଉପରେ ଏଲିଫେଣ୍ଟ ୟେସ୍ ବହୁତ ବଡ ଫ୍ୟାକ୍ଟର ଯେମିତିକି ଆପଣ ପଢିଥିବେ ଯଦି ଟର୍କିକ ହିଷ୍ଟ୍ରି ପଢିବେ ମାନେ ସେଣ୍ଟ୍ରାଲ ଏସିଆନ ସେଇ ଯୋଉ ହଁ ସେମାନଙ୍କର ଲୋକମାନେ ଗୋଟେ ଭାବି ଦିଅନ୍ତି ଯେ ଫିଜିକାଲ ଷ୍ଟ୍ରେନ୍ଥ କି ଜଣେ ଆସିଲା ମାରିଲା ଗଡେଇଦେଲା ଚାଲିଗଲା ସେମିତି ହୁଏନି ହୁଁ ତାହା ପଛରେ ବ୍ୟାଟଲ ଗୋଟେ ୱାର ଜିତିବା ପଛରେ ବହୁତ ଗୁଡେ କାରଣ ଥାଏ ତାର ଗୋଟେ କାରଣ ହଉଛି ତମ ପାଖରେ କଣ ରିସୋର୍ସ ଅଛି ଆଉ ତମେ ସେ ରିସୋର୍ସକୁ କେମିତି ୟୁଟିଲାଇଜ କରିପାରୁଛ ବିଲକୁଲ ଆଉ ଯଦି ତମ ଏମିତି ଗୋଟେ ଜିନିଷ ଅଛି ଯୋଉଟା ତମ ଏନିମି ପାଖରେ ନାହିଁ ଆଉ ସେଇ ଜିନିଷଟାକୁ ତୁମେ ଭଲସେ ୟୁଜ କରିପାରିଲ ତୁମକୁ ଆଡଭାଣ୍ଟେଜ ଦେଇପାରିଲା ତାହେଲେ ତୁମେ ଅବଭିୟସଲି ତୁମ ଏନିମି ଉପରେ ଇଏ କରିବ ଡୋମିନେଟ କରିବ ହୁଁ ସେଇ ଜିନିଷ ହଉଛି ସେ ଯୋଉ ସେଣ୍ଟ୍ରାଲ ଏସିଆନ ମାନଙ୍କର ଥିଲା ସେଇଟା ହଉଛି ଘୋଡା ଘୋଡ଼ା ମଙ୍ଗୋଲ ମାନଙ୍କର ବି ସେଇଆ ଥିଲା ଘୋଡା
ତ ସେଇ ଘୋଡ଼ା ମାନଙ୍କ ଦ୍ୱାରା ସେମାନେ ଏତେ ଡୋମିନେଟ୍ କରିଥିଲେ କାରଣ ସେ ଘୋଡ଼ା ଉପରେ ସେମାନେ ସେ ଘୋଡ଼ା ଗୁଡ଼ା ଯୋଉ ଥିଲେ ସେମାନେ ଷ୍ଟଡି ବିଗ୍ ହାଇଟ୍ ଷ୍ଟ୍ରେନ୍ଥ ସେମାନଙ୍କର ବହୁତ ଅଧିକ ଥିଲା ଇଣ୍ଡିଆରେ ନେଟିଭରେ କେହି ଘୋଡ଼ା ବ୍ରିଡ୍ ହୁଅନ୍ତିନି ଘୋଡ଼ା ଇଣ୍ଡିଆନ୍ କ୍ଲାଇମେଟରେ କରନ୍ତି କିଛି ଏରିଆ ଛାଡ଼ିକି ପ୍ରୋବାବଲି ରାଜସ୍ଥାନର କିଛି ଜାଗା ଆଉ ସିନ୍ଧରେ ମିଳନ୍ତି ଘୋଡ଼ା ନହେଲେ ମ୍ୟାକ୍ସିମମ୍ ଇଣ୍ଡିଆରେ ଅରିଜିନାଲ ନେଟିଭ୍ ଘୋଡ଼ା କେହି ନାହାନ୍ତି ସବୁ ବାହାରୁ ହଁ କିନ୍ତୁ ସେଠି ସେ ଯୋଉ ଆମର ଷ୍ଟେଟ୍ସ ଅଛି ଆମର ରଷିଆ ନା ମଙ୍ଗୋଲିଆ ସେ ଯୋଉ ସେଣ୍ଟ୍ରାଲ ଏସିଆ ଯୋଉ ରିଜନ ସେଇ ଜାଗାରେ ପୁରା ଲସ୍ ଗ୍ରୀନ ଗ୍ରାସ ଆପଣଙ୍କୁ ସେଗୁଡ଼ା ଇଏ ମିଳିବ ଯୋଉଟା ଘୋଡ଼ା ମାନେ ପୁରା ରହିପାରିବେ बिल्कुल ଦୌଡ଼ି ପାରିବେ ଇଏ କରିପାରିବେ ତ ତାର ଫାଇଦା ସେମାନେ ଉଠଉଥିଲେ ସେମାନେ କଣ ଏଇ ଯୋଉ ବହୁତ ଡିଫରେଣ୍ଟ କଥା କୁହାଯାଏ କି ଗଡ ଗିଫ୍ଟେଡ ହେଇକି ଆସିକି କିଏ ମାରିଦେଲା ସେମିତି ହୁଏନି ତ ତାର ଫାଇଦା ସେମାନେ ଉଠଉଥିଲେ ସେମାନେ ଘୋଡ଼ାରେ କଣ ହଉଥିଲା ସେମାନେ ରାପିଡଲି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ସଡନଲି ଯାଇ ପହଞ୍ଚିବେ हाँ ପହଞ୍ଚି ଯାଇକି ତାପରେ ତୁମର 100 ଲୋକ ଥା ସେ କିନ୍ତୁ ଘୋଡ଼ା ଯଦି ଘୋଡ଼ାକୁ ପ୍ରପର ମାନେ କଭର କରାହେଲା ସେ ଗୋଟିଏ ଘୋଡ଼ା 100 ଜଣଙ୍କୁ ଦରକାର ପଡ଼ିଲେ ହରେଇଦବ କାରଣ ସେ ଦୌଡ଼ି ପଳେଇବ ପୁଣି ସେଇଠୁ ରହିକି ଆମର ମାଉଣ୍ଟେଡ ଆର୍ଚର ରହିଲେ हाँ ସେମାନେ ଦୂରରୁ ରହିକି ତୁମକୁ ମାରିପାରିବେ ତୁମେ କିଛି କରିପାରିବନି ତାକୁ ତୁମେ राइट ଯଦି ଠିଆ ହେଇକି ତାକୁ ମାରିବାକୁ ଟ୍ରାଏ କଲ ଆର୍ଚେରୀରେ ସେମାନେ ଶୀଘ୍ର ମୁଭ୍ କରିବେ ତେଣୁ ତୁମେ ତାକୁ କିଛି କରିପାରିବେ ସେତେବେଳେ बिल्कुल ସେଇଟା ଗୋଟେ ବିଗ୍ ଫ୍ୟାକ୍ଟର ଏଇ हम्म ଯୋଉ ସେଣ୍ଟ୍ରାଲ ଏସିଆନ୍ ଫୋର୍ସେସ୍ କର हम्म ତାକୁ କାଉଣ୍ଟର କରିବା ପାଇଁ ଇଣ୍ଡିଆନ ଇଏରେ ଯୋଉ ଇଣ୍ଡିଆରେ ଯୋଉଟା ମିଳିଲା ସେଟା ହଉଛି ହାତୀ अच्छा ହାତୀ ଇଜ ଲାଇକ୍ ୱାର ଟ୍ୟାଙ୍କ ବର୍ତ୍ତମାନ हम्म ମଡର୍ନ ଦେଖିଲେ ଆପଣ ଭାବନ୍ତୁ ଟ୍ୟାଙ୍କ ଭଳିଆ ଆସିବ हम्म ତାକୁ ପ୍ରପର ସିଲ୍ଡ ଫିଲ୍ଡ ଲଗେଇକି ଯଦି ଇଏ କରାଗଲା ସିଏ ଆଉ ଟ୍ରେନ୍ ପ୍ରପର କରାଗଲା ଦେନ୍ ହି କ୍ୟାନ୍ ବି ମାନେ ବହୁତ ଡେଞ୍ଜରସ୍ ହବ ଏନିମି ପାଇଁ ତ ତାର ଆବଣ୍ଡାନ୍ସ ଥିଲା ଓଡ଼ିଶାରେ ଆପଣ ଯଦି ଓଡ଼ିଶାର ଏବେକାର ଯଦି ଦେଖିବେ ଓଡ଼ିଶା ପାଖାପାଖି ଛତିଶଗଡ଼ ଝାଡ଼ଖଣ୍ଡ ୱେଷ୍ଟବେଙ୍ଗଲ କିଛି ପାର୍ଟ ସେ ଜାଗାରେ ବହୁତ ଜାଗାରେ ହାତୀ ମିଳନ୍ତି हाँ ସେଇ ହାତୀ ଯୋଉ ମିଳନ୍ତି ତାର ଫାଇଦା ଓଡ଼ିଆ ଆର୍ମି ମାନେ ଉଠଉଥିଲେ ସେତେବେଳେ ସେ ଗଜପତି ଯୋଉ ଟାଇଟଲ ଗଜ ମାନେ ହାତୀ हाँ ସେ ଟାଇଟଲଟା ହିଁ ସେଇଠୁ ହିଁ ଆସିଛି ଗଜପତି ମାନେ ଗଜ ମାନଙ୍କର ହାତୀ ମାନଙ୍କର ଲର୍ଡ ଅଫ ଏଲିଫେଣ୍ଟସ ବେସିକାଲି यस ତ ସେଇଟାକୁ ଫାଇଦା ସେମାନେ ଉଠେଇଲେ ତାକୁ ୟୁଜ କଲେ ପ୍ରପର ଘୋଡ଼ା ମାନଙ୍କ ଏଗେନଷ୍ଟରେ ହାତୀକୁ ୟୁଜ କରାଗଲା ଯଦି ପ୍ରପର ଭାବରେ ଏମାନେ ୟୁଜ କରେଇ ପାରିଲେ ତ ଏଇ ସବୁ ଏଇଟା ଗୋଟେ ୱାନ୍ ଅଫ ଦ ଫ୍ୟାକ୍ଟର ଆଉ ଗୋଟେ ଫ୍ୟାକ୍ଟର ମୁଁ ଯୋଉଟା ମେନସନ କରିଛି ଯୋଉଟା କି ବହୁତ କମ ଲୋକ ମେନସନ କରନ୍ତି ଯୋଉଟା କି ଗୋଟେ ରିଲିଜିୟସ୍ ଆଙ୍ଗେଲ କଥା ଯୋଉଟା କି ଜଗନ୍ନାଥ ସାମ୍ରାଜ୍ୟ କରିକି ବନେଇଲେ ଓଡ଼ିଶା କିଙ୍ଗଡମ हाँ ତା ଦ୍ୱାରା ଗୋଟେ ରିଲିଜିୟସ୍ ଜିଲ୍ ବି ରହିଲା ଯୋଉଟା କି ଗୋଟେ ସୋସାଇଟି ଗୋଟେ ସିଭିଲାଇଜେସନ ପାଇଁ ଯଦି ଗୋଟେ ସମଥିଙ୍ଗ ଟୁ ଡାଏ ଫର ସେମିତି ଯଦି କିଛି ଗୋଟେ ମିଳିଲା ସେ राइट ସିଭିଲାଇଜେସନ ମାନେ ଇଟ୍ କ୍ୟାନ୍ ଫାଇଟ୍ ଆଣ୍ଡ ୱିଥଷ୍ଟାଣ୍ଡ ଏନି କାଇଣ୍ଡ ଅଫ ଏନିମି हम्म ସେମିତି ଟାଇପ हम्म ତ ସେଇଟା ବି ଗୋଟେ ବହୁତ ବଡ଼ ଫ୍ୟାକ୍ଟର ଥିଲା ଆଣ୍ଡ ଅବଭିୟସଲି କପିଳେନ୍ଦ୍ର ଦେବ ନିଜେ ହିଁ ଜଣେ ଭଲ କମାଣ୍ଡର ଗୋଟେ ତାଙ୍କ ଷ୍ଟ୍ରାଟେଜି ଆଣ୍ଡ ଅଲ୍ କାଇଣ୍ଡ ଅଫ ସେ ଯୋଉ ୱାରିୟର ସ୍ପିରିଟ ଯୋଉ କୁହନ୍ତି ସେଇ हम्म ଜିନିଷ ଅବଭିୟସଲି ଥିଲା ତେଣୁ ଏଇ ସବୁ କମ୍ବିନେସନ ସବୁ ଥିଲା ଯୋଉଟା କି ତାଙ୍କୁ ସକ୍ସେସ୍ ଦେଲା ହଁ ଏଇଟା ଆପଣ ଯୋଉ ରିଲିଜିଅନ ବିଷୟରେ କହିଲେ ମୁଁ ଏଇଟା ଗୋଟେ ଯୋଉ ଆପଣ ପେଜ ନମ୍ବର 189 ରେ ଲେଖିଛନ୍ତି ଏଇଟା ଜଗନ୍ନାଥ ମନେ ସୁମରି ରଣେ ଯିବା ମାତଙ୍ଗ ପରି ଆ, ରଡ଼ି ଚାଲରେ ଭାଇ ମନେ ମନେ ବିଜୟ ଭାଇ ଏଇଟା ବୋଧେ ଆପଣ ଯୋଉଟା ଲାଷ୍ଟ ଲାଇନଟା ଯୋଉଟା କହିଲେ ଏଇଟା ଟ୍ରୁ କି ଜଗନ୍ନାଥଙ୍କୁ ସେ ଯୋଉ କପିଳେନ୍ଦ୍ର ଦେବ ସିଏ ଷ୍ଟେଟ ଡାଇଟି ହିସାବରେ ଇଏ କରିଥିଲେ ଆଉ ଆମେ ସମସ୍ତଙ୍କୁ ସେବକ ଆଜି ଆମେ ଜଗନ୍ନାଥ ସ୍ୱାମୀ ବୋଲି ତାଙ୍କୁ କହିଥାଉ ତ ପ୍ରୋବାବଲି ଆପଣ ଯୋଉଟା କହୁଛନ୍ତି ସେଇଟା ବହୁ ମାତ୍ରାରେ କରେକ୍ଟ ୟା ଛଡ଼ା ଆପଣ ଆଉ ଗୋଟେ କଥା ମେନସନ କରିଛନ୍ତି ଯୋଉ ଯେମିତି ଆପଣ କହିଲେ କପିଳେନ୍ଦ୍ର ଦେବଙ୍କ ସକ୍ସେସରେ କି କପିଳେନ୍ଦ୍ର ଦେବ ସକ୍ସେସଫୁଲି ଓଡ଼ିଶାକୁ ଗୋଟେ ୱାର ଷ୍ଟେଟରେ ପରିଣତ କରିଦେଇଥିଲେ ତ ତା ବିଷୟରେ ଟିକେ ଏଇ ଯୋଉ ୱାର ଷ୍ଟେଟରେ ପରିଣତ କରିଦେବା ବିଷୟରେ ଟିକେ ଆପଣ ହଁ କୁହନ୍ତୁ। ହଁ ସେଇଟା ନିଶ୍ଚିତ ଭାବରେ ଦେଖନ୍ତୁ ଆଜିର ଦିନରେ ଯଦି ଦେଖିବା ମିଲିଟାରୀ ଷ୍ଟେଟ୍ ଆମେ ଯୋଉ କହୁଛୁ ହୁଁ ଇସ୍ରାଏଲକୁ ଆପଣ ଦେଖନ୍ତୁ ହଁ ଦ୍ୟାଟ୍ ଇଜ ଏ ମିଲିଟାରୀ ଷ୍ଟେଟ୍ ଇନ୍ ଦ ସେନ୍ସ କି ସେଇଠି ଆପଣ ଛୋଟବେଳୁ ସେମାନେ କ'ଣ କରନ୍ତି ମେଲ୍ ଫିମେଲ୍ ସମସ୍ତେ ଦେ ୱିଲ୍ ବି ମିଲିଟାରୀ ଟ୍ରେନ୍ ଫାର୍ଷ୍ଟ ଜିନିଷ ଗନ୍ ଚଳେଇବା ଆସୁଥିବ ମିଲିଟାରୀ ଟ୍ରେନିଂ 2-3 ବର୍ଷ ସେମାନଙ୍କ ମ୍ୟାଣ୍ଡେଟରୀ ହୁଁ ଏସବୁ ଜିନିଷ ଅଛି କାରଣ ସେମାନେ ଜାଣିଛନ୍ତି ହ୍ୱାଟ ଦେ ଆର୍ ଫେସିଂ ଯଦି ନ ହୁଁ ଜାଣିବେ କ'ଣ ହବ ସେମାନେ ଭଲସେ ଜାଣିଛନ୍ତି ବିଲକୁଲ ତେଣୁ ସେଇଭଳିଆ ଗୋଟେ ମାଇଣ୍ଡ ସେଟ୍ ଯୋଗୁଁ ଆପଣ ଦେଖିବେ ସେମାନଙ୍କର ସକ୍ସେସ୍ ରେଟ୍ ବି ବହୁତ ଅଧିକ କିନ୍ତୁ ଟାଇନି ଷ୍ଟେଟ୍ ଗୋଟେ ହୁଁ କିନ୍ତୁ ତାର ସକ୍ସେସ୍ ଦେଖ ମିଲିଟାରୀ ସକ୍ସେସ୍ ଇଜ୍ ଭେରି ହ୍ୟୁଜ୍ ତେଣୁ ଜିନିଷ ହେଉଛି ଯେମିତି ଜାପାନର ଆପଣ ସାମୁରାଇ କଲଚର ଦେଖିବେ ସେମାନେ ବି ସେମିତିଆ ଗୋଟେ ତାଙ୍କ ସୋସାଇଟି ସେମିତି ଯେ ପୁରା
फाइटिंग करिया को सब बेले रेडी एंड Yes. निज भीतर माड़गोल होउतिले बट अल्टीमेटली से माड़गोल माने वार पई केबे डरिबेनी तार गोटे ये था तो सेही भलिया ओडिसा रे से कपिलेन्द्र देव को टाइम रे गोटे कारण एनिमी माने जो थिले से नॉर्मल एनिमी नथिले से एनिमी नॉर्मल एनिमी जे थिले आगुरु ता पूर्वरु से माने कोन करथिले तुमको हरौतिले तुमरो लूट फूट करी नै जाउतिले तुम सामान कि तुमको कोन करथिले तुमको भाषा बनै दउतिले कि तुम राज्य अधिकार कोन एमिति करथिले कि ए जो एनिमी थिला ए एनिमी रो ये थिला कंप्लीट डिस्ट्रक्शन माने आइदर रिलीजियस संगे तो निश्चित भाव थिला a complete destruction of all your civilizational जो इथोस अछि ताकू डिस्ट्रॉय करिया भी गोटे कारण एटा गोटे नॉट ओनली वाज ए फाइट बिटवीन टू किंगडम्स एटा गोटे थिला एमिति की गोटे कल्चरल और सिविलाइजेशनल फाइट भी गोटे काइंड ऑफ थिला आमे तक बनौथिले किंतु ऑपोजिट साइड सेटा बनौथिला जोटे कि हमहु बुझिया को टाइम लागिला बिल्कुल बट जा भी तो सेमिति थिला तेणु ताकू फाइट करिया कले आउ एमिति नुहे कि गोटे ओडिशा गोटे बहुत बड़ स्टेट आउ डेमोग्राफिकली वेरी ह्यूज एंड ऑल आउ आम पाखे से जो कहली घोड़ा बेले से जिनसर एडवांटेज नथिला तेणु ये सब जिनस कंबाइन हेकि तेणु आम समस्त को स्टेट रे सेही अनुसार इक्विप होबा को पड़िबो जे कि आमे फेस करि परिया तेणु सेबड़ा माइंडसेट हवा द्वारा आ जणे जे लीडरशिप टॉप लीडरशिप फुल कंट्रोल ऑफ पावर रहिला से जेमिति चाहेबो से सोसाइटी को सेमिति बनै पारि तो से सेही लगी से सोसाइटी को सेमिति बनैले ई जो आपण जो हमर खंडा तो जो सुनुचंती ये हम जो अच्छा सेटा गोटे आउटपुट ही सेटा से माने एमिति थिले जे दरकार पड़ले निज जीवन को बाजी लगे कि किछि भी करिया को ये करे आपण यदि विजयनगर समय रे गजपति प्रतापरुद्र और कृष्णदेवराय को युद्ध होउतला सेही समय रे ओडिसा रे कोन होउतला से भी लिखिचंती केटा स्पाय आसी कटक रे रहउतले से माने लिखिचन केमिति माने ट्रेन करूतले कोन करूतले ताका wealth and strength of this region this city can be seen nowhere एमती से लिखिचन मतलब कटक विषय लिखिचंती आपण आपण लिखिचंती कि अखाड़ा विषय रे लिखिचंती कि केमती से माने ट्रेनिंग करथिले बड़ बड़ वेट रे एबे मध्ये हम न्यूज रे लास्ट 2 वर्ष ला देखु जो जगन्नाथकर जो सेवायत माने दे आर वेरी मस्कुलर तो से जो कल्चर टा आपण कहउचंती जिम माने रिसेंट टाइम रे कहै जते जिम कल्चर टा अखाड़ा कल्चर टा कपिलेन्द्र देवଙ୍କ समयରୁ आरंभ होइछि हां ना आरंभ ताका समय होइछि बोली म कहबिनी ताका आगुर भी थिला निश्चित भाबरे किंतु जे गोटे डाउनफॉल थिला डाउनफॉल होतिला ताकू से गोटे अटकेइले एंड ताकू ऊपर को नेले सेही जिंसटा आरंभ नुहे आरंभ त आगुर निश्चित भाबरे थिला तो एटा हबा द्वारा कोन होला गोटे नुआ स्ट्रेंथ आसिला लोक भाबिले आमे करि परिबु ये करि परिबु निश्चय जो फिजिकल स्ट्रेंथ दरकार मेंटल स्ट्रेंथ दरकार सब प्रकार स्ट्रेंथ दरकार तुम जदि गोटे युद्ध जितिबार अछि गोटे स्ट्रांग एनिमी सहित तो निश्चित भाव सेटा गोटे तार फायदा उठिला ओडिसा किछि वर्ष जो 120 वर्ष सफलता से पा करे निश्चित भाव तार गोटे रोल अछि या पूर्वरु जस्ट आपण हाथी मानको विषय रे मेंशन कले अच्छा आमे जेतेबे आमे डिटेली जो हमरो सेकंड बैटल ऑफ टेरेन जोटा पृथ्वीराज चौहान जोटा हारि जाइथिले जोथि पई कि दिल्ली सल्तनत एस्टैब्लिश हे गला उत्तर भारत रे तो सेठी मध्य जो वार को एनालिसिस जेतेबे करा गला परे तो जणा पड़िला कि मोहम्मद घोरी जानि कि पृथ्वी जो हाथी मानकर आखी को अटैक करथिले तो एठू गोटे कथा एटा जणा पड़छ कि हाथी रो बेस्ट यूज प्रोबेबली ओडिया लोक मानकु जणा थिला कारण सेही कॉमन एनिमी जोथरे कि उत्तर भारत रो राजा माने हारि जाउथिले किंतु ओडिसा रो राजा को टाइम रे से सब हेई पार नथिला तो प्रोबेबली आपण जोटा कहउछन गजपति एक्चुअली ट्रू गजपति ओडिया ओडिया माने राजा मानकु ही कहवा जाय परिबो हाथी मानकर प्रॉपर यूज तांकु ही जणाथिला आपण इवन बही मध्ये मेंशन करचंती कि कपिलेन्द्र देवंकर मंत्री जणे हाथी माने एरा प्रतापरुद्रंक मंत्री सेटा होची हरिहर चतुरंग हरिहर चतुरंग करिके अछि बु जोथि कि से लिखि चंदी हाथी होची माने एंती कोन कहता ओमेन रो ब्यूटी सहित कंपैरिजन करचनी जो राजा पाकर हाथी अछि ताकू एंती माने केतरा ये करी करचंती जोटा कि माने जणा पड़छि सेति हाथी रा केते इंपोर्टेंस थिला सेही टाइम रे निश्चित भाव सेटा गोटे कि आपण जदि पढिबे रिसेंट हिस्टोरियन ब्रिटिशर्स इवन तापूर्व इस्लामिक इन्वेडर्स जो आसुतले से माने
ବେଳେ ବେଳେ ହାତୀକୁ ପ୍ରିଫର କରୁଥିଲେ, ବେଳେ ବେଳେ କିନ୍ତୁ କହୁଥିଲେ ଯେ ହାତୀ ଭଲ ନୁହେଁ। କାରଣ ହାତୀର ଗୋଟେ ଜିନିଷ, ହାତୀ ଚାହିଁଲେ ତ କଣ କିଛି ବି କାହାକୁ ବି ମାରିପାରିବ, ହୁଁ କିନ୍ତୁ ସେ ହାତୀ ଯଦି ତୁମେ ପ୍ରପରଲି ତାକୁ ତା ଏଗେନ୍ଷ୍ଟରେ ଆଖିକି ଯଦି ଇଏ କରିଦେଲ, ମନେକର ଆପଣ ଯେମିତି କହିଲେ, ହୁଁ ସିଏ ତମ ଲୋକମାନଙ୍କ ଉପରେ ଚଢି ତମ ଲୋକଙ୍କୁ ମାରିକି ଇଏ କରିଦବ। ତେଣୁ ସେଇଟା ଗୋଟେ ଅଛି, ତାକୁ ପ୍ରପର ୟୁଜ କରିପାରିଲେ ହେଲା, ହୁଁ ଯୋଉଟା କି ଓଡିଆ ଲୋକ କରୁଥିଲେ। ରାଇଟ୍ ରାଇଟ୍। ତାପରେ ଆଉ ଗୋଟେ କଥା ଯୋଉଟା ଆପଣ ଇଭିନ୍ ଲେଖିଛନ୍ତି ଯୋଉ ମିଲିଟାରାଇଜେସନ ଅଫ ଓଡ଼ିଶା, ମାନେ ଓଡ଼ିଶାକୁ ୱାର ଷ୍ଟେଟ୍ରେ ପରିଣତ କରିବାରେ, କି 50% ଅଲମୋଷ୍ଟ 50% ଲୋକମାନେ, ଇଭିନ୍ ଆପଣ ଲେଖିଛନ୍ତି ଶାରଳା ଦାସ ମଧ୍ୟ ତାଙ୍କ ଆର୍ମିର ଜଣେ ସୋଲଜର ଥିଲେ ବୋଲି। ତ ହୁଁ। ଏଇଟା ଆଚିଭ୍ କରିବାଟା, ସାରା ହୁଁ ହଁ, କୁହନ୍ତୁ। ସେଇଟା 50% ଟା ଆକ୍ଚୁଆଲି ସେଟା ଆମର ପାଣିଗ୍ରାହୀ କହିଛନ୍ତି, ଆମର କେସି ପାଣିଗ୍ରାହୀ। କେସି ପାଣିଗ୍ରାହୀ କହିଛନ୍ତି ଯେ 50%, ଆପଣ ବି ଦେଖିବେ, ଆପଣ ଯଦି ଓଡିଶା ଏମିତି 50% ଆମେ କାଉଣ୍ଟ କରିବା ଦରକାର ନାହିଁ। ଓଡିଶା ନର୍ମାଲ ଯଦି ଆପଣ ଯିବେ, ହୁଁ ଆପଣଙ୍କୁ ବହୁତ ଗୁଡେ ଲୋକଙ୍କର ନାଁ ମିଳିବ। ନାୟକ, ପଟ୍ଟନାୟକ, ସାମନ୍ତରାୟ, ଏମିତି ସବୁ ଯୋଉ different ନା, ଏଗୁଡା ସବୁ ହଉଛି ବେସିକାଲି ୱାର, ମହାପାତ୍ର, ପାତ୍ର, ସବୁ ୱାର ଆଣ୍ଡ ସେଇ ରିଲେଟେଡ ଆପଣ ଯଦି ଦେଖିବେ। ତ ନିଶ୍ଚୟ। ତେଣୁ ଅବଭିୟସଲି ତା ମାନେ ହଉଛି ଯେ 50% ନମ୍ବରଟା ସିଏ ଦେଇଛନ୍ତି ବେସିକାଲି। ଆଉ ଶାରଳା ଦାସଙ୍କ କଥା ଯୋଉ କହିଲେ, ଶାରଳା ଦାସଙ୍କ ବିଷୟରେ କାହିଁକି କୁହାହଉଛି, କାରଣ ଆପଣ ଯଦି ଶାରଳା ଦାସଙ୍କ ମହାଭାରତ ଆପଣ ପଢିବେ, ଓଡିଆ ମହାଭାରତ, ହୁଁ ସେ ଯୋଉ ସବୁ ଜିନିଷ ଲେଖିଛନ୍ତି, ସେଇଟା ଗୋଟେ ମାନେ ଟିପିକାଲ ସୋଲଜର ଏକ୍ସପିରିଏନ୍ସକୁ ଲେଖା ହେଇଥିବାର ଜଣା ପଡୁଛି। ସେଇ ଜାଗାକୁ ଯାଇଛନ୍ତି ଯୋଉ ଜାଗାକୁ କପିଳେନ୍ଦ୍ରଙ୍କ ଆର୍ମି ଯାଇଛି। ବିଲକୁଲ। ତେଣୁ ସେଇଥିଲାଗି କୁହାଯାଏ ଯେ ଶାରଳା ଦାସ ବି ଥିଲେ। 100% ସର୍ଟେନିଟି ତାର ନାହିଁ, କିନ୍ତୁ ମୋଷ୍ଟ ଲାଇକଲି ସିଏ ଜଣେ ସୋଲଜର ଥିଲେ। ହଁ, ଆପଣ ସେଟା ମତେ ସବୁଠୁ ବେଷ୍ଟ ଯୋଉ ଲାଇନଟା ଶାରଳା ଦାସଙ୍କ ବିଷୟରେ ଆପଣ ଲେଖିଛନ୍ତି ସେଠୁ ଲାଗିଲା କି ଇଭେନ୍ ଶାରଳା ଦାସ ରିପିଟେଡଲି ଆପଣ ଲେଖିଛନ୍ତି କି ମେନସନ କରିଛନ୍ତି କି ପୁତ୍ର ମାନେ ଜନ୍ମ କରିବା ପାଇଁ, ଯୋଉଥିପାଇଁ କି ସେମାନେ ପୁଣି ମିଲିଟାରୀରେ ଯାଇପାରିବେ ଏବଂ ଲଢେଇ ହଁ କରିପାରିବେ। ହଁ ହଁ। ସେଇଟା ସେଇଟା ହୁଏ, ସେଇଟା ଯେମିତି ଆମର ଯୋଉ ଗୋଟେ ମୁଭି ନଥିଲା, ଆଇ ଥିଙ୍କ ସ୍ପାର୍ଟା ନା କଣ, 300, ଥ୍ରୀ ହଣ୍ଡ୍ରେଡ ଇଂଲିଶ ରାଇଟ୍। ମୁଭି ଆପଣ ଯଦି ଦେଖିବେ, ହଁ ସେଥିରେ ଆପଣ ଦେଖିବେ ଗ୍ରୀସରେ ସେମାନେ ଯୋଉ ସ୍ପାର୍ଟାରେ ଯୋଉ ଝିଅ ଜନ୍ମ ହଉଥିଲେ ତାକୁ ମାରି ଦଉଥିଲେ, ହୁଁ ହଁ ମାରି ଦଉଥିଲେ, ପୁଅଙ୍କୁ ରଖୁଥିଲେ କାରଣ ସେମାନେ ଫାଇଟ୍ କରିପାରିବେ। ରାଇଟ୍ ତେଣୁ ଏଇଟା ବହୁତ ସୋସାଇଟି ଅଛି, କେବଳ ଓଡିଶାରେ ନୁହେଁ, ବହୁତ ସୋସାଇଟି ଏମିତି ଥିଲା ଯେ କାରଣ ୱାରରେ ମରୁଥିଲେ ପୁଅ ମାନେ, ତେଣୁ ବେଶୀ ପୁଅ ଯେତେ ଜନ୍ମ ହବ ସେତେ ଭଲ। ହଁ। ତ ସେଇଟା ଗୋଟେ କଲଚର, ଯୋଉ ଜାଗାରେ ୱାର ହୁଏ, ଇଏ ହୁଏ, ସେ ସବୁବେଳେ ଲୋକ ଚାହାନ୍ତି ଯେ ପୁଅ ଜନ୍ମ ହଉ, ଇଏ ହଉ, ସେଟା ନ୍ୟାଚୁରାଲ ଜିନିଷ। ଆଚ୍ଛା, ତାପରେ କପିଳେନ୍ଦ୍ର ଦେବଙ୍କ ବିଷୟରେ ଆପଣ ତାଙ୍କର କଂକ୍ୱେଷ୍ଟ ଗୁଡାକ ଲେଖିଲେ। ଆଚ୍ଛା, ମୁଁ ଆଉ ଗୋଟେ ଜିନିଷ ଯୋଉଟା ଆପଣ ଡିବେଟଟା ଗୋଟେ ଏଇଠି ପ୍ରେଜେଣ୍ଟ କରିଛନ୍ତି ବୁକରେ, ସେଇଟା ହଉଛି ଯୋଉ ଆପଣ ପୂର୍ବରୁ ଜଷ୍ଟ କହୁଥିଲେ କି ମାଲୱାର ଯୋଉ ସୁଲତାନ ଯୋଉ ହୋସନ ଗ୍ୟାଙ୍ଗ, ସିଏ ଗୋଟେ ଷ୍ଟୋରି ଏମିତି ଅଛି କି ସେ ଘୋଡା ବେପାରୀ ହେଇକି ଓଡିଶାରେ ପଶି ଯାଇଥିଲେ, ଆଉ ରାଜାଙ୍କୁ କ୍ୟାପଚର କରିକି ସେ ବଦଳରେ ହାତୀ ମାଗିଥିଲେ। ତ ଏଇଠି ତ ଗୋଟେ କଥା ଜଣା ପଡିଯାଉଛି ହାତୀର ଇମ୍ପୋର୍ଟାନ୍ସ। ସେକେଣ୍ଡ କଥାଟା ଏଥିରେ ଏଇ ଯୋଉ ଷ୍ଟୋରିରେ କି ହୋସନ ଗ୍ୟାଙ୍ଗ ଆସିକି ଏଇଠି ମାନେ ଘୋଡା ବେପାରୀ ହେଇକି ରାଜାଙ୍କୁ ବନ୍ଦୀ କରିନେଇଥିଲେ, ଏଥିରେ କେତେ ସତ୍ୟତା ଆପଣଙ୍କୁ ଲାଗୁଛି ଏଇ ଷ୍ଟୋରିରେ? ସେଇଟା ଦେଖନ୍ତୁ, ମୁଁ ଯେମିତି କହିଲି, ଆପଣ ଇତିହାସକୁ ଯୋଉ ଦେଖିବେ, ଆ, ତ ସେଥିରେ ଆମେ ଯୋଉ ଆମେ ଯାହା କହୁଛୁ ଆଜି, ଟୁ ବି ଅନେଷ୍ଟ, ଆମେ ଯୋଉ ଇତିହାସକୁ ଦେଖୁଛୁ ସେଇଟା ଦେଖୁଛୁ ଆରାଉଣ୍ଡ 200 ଇୟର ପୂର୍ବରୁ ବ୍ରିଟିଶର୍ସ ମାନେ ଯେମିତି ଗୋଟେ ୱେରେ ଷ୍ଟାର୍ଟ କଲେ, ଗୋଟେ ଅର୍ଗାନାଇଜ ୱେରେ, ସେଇଠୁ ଆମେ ଜାଣୁଛୁ କି କଣ ହେଇଥିଲା, କଣ ନ ହେଇଥିଲା। ହଁ ତା ପୂର୍ବରୁ ଆମେ ମାନେ ବେଶୀ ଏଇଠି ମୁଁ ଜାଣିନି ଆପଣ ଯୋଉ କହିଲେ ରୋମିଲା ଥାପର କଣ କହିଥିଲେ, କିନ୍ତୁ ମୁଁ ତ ମତେ ତ ମୋର ଗୋଟେ ଅଲମୋଷ୍ଟ କନଭିକ୍ସନ ଆସିଗଲାଣି ଯେ ଆମେ ହିଷ୍ଟ୍ରିରେ ବ୍ୟାଡ୍ ଥିଲୁ ବୋଲି। ଯିଏ ଯାହା କହିଥାଉ, ମାନେ ଅଲମୋଷ୍ଟ କନଭିକ୍ସନ କହିଲୁ। ତ ଏଇ ଯୋଉ ଜିନିଷଟା ଗୋଟେ ଏକ୍ସାମ୍ପଲ ନିଅନ୍ତୁ, ହଁ ସିଏ ଲେଖିଛନ୍ତି ଏମିତି ଆସିଲେ ଆଉ ଘୋଡା ଇଏ କରିକି ନେଇଗଲେ, ଆଣ୍ଡ ତାକୁ ଇଏ କରି ଛାଡ଼ିଲେ। କିନ୍ତୁ ଆମ ପାଖରେ କିଛି, ଆମ ପାଖରେ ସୋର୍ସ ନାହିଁ। ଯାହା ବି ସୋର୍ସ ମିଳିବ ଆପଣ ମିଳିବ ଯାଇକି ମାଦାଳା ପାଞ୍ଜେ, ସେ ମାଦାଳା ବି ଲେଖା ହେଇଛି ବହୁତ ପରେ, ସିଏ ବି ଗୋଟେ ରେଫର କରିକି ଲେଖା ହେଇଯିବ, ସିଏ ମାନେ ପ୍ରପର ଇଏ ନୁହେଁ। ତେଣୁ ଏଇ ସବୁ ଜିନିଷକୁ ନେଇ ତେଣୁ ଆମେ ବର୍ତ୍ତମାନ କହିବା କେତେ ଦୂର ହେଇଥାଇପାରେ, ହେଇବି ନଥିବ ବୋଲି କିଏ କହିବି, କାରଣ ସେ ଯୋଉ ୱେ, ଆପଣଙ୍କୁ ଆଉ ଗୋଟେ ଜିନିଷ ଏଠି କହିବି, ହେଇବାର ଚାନ୍ସ ଅଧିକ କଣ ପାଇଁ, କାରଣ ସେ ଯୋଉ ଆସିବାର, ମାଲୁଆ ସୁଲତାନ ଆସିବାର ଆଉ ଗୋଟେ ପ୍ରୁଫ୍ ହଉଛି କଣ, କାରଣ ରେଡ୍ଡି ଡାଇନେଷ୍ଟି ଯୋଉ ଆମର ଥିଲା ରାଜମହେନ୍ଦ୍ରୀ ବେଶ,
ହଁ ସେମାନେ ବି ଲେଖିଛନ୍ତି ଯେ ମାଲୱା ସୁଲତାନକୁ ହରେଇବାର, ହୁସେନ ଶାହକୁ ହରେଇବାର ବୋଲି ଲେଖିଛନ୍ତି ଇଏରେ। ତେଣୁ ସେଠିକି ଆସିବାକୁ ହେଲେ ଫାଷ୍ଟ ଓଡ଼ିଶାର ଟେରିଟୋରି ଦେଇ କ୍ରସ୍ କରିକି ଯିବେ ଯାଇଥିବେ। ହଁ ତେଣୁ ସେଥିରୁ ଲାଗୁଛି ଯେ ତାଙ୍କ କଥାଟା ମୋଷ୍ଟ ଲାଇକଲି ରାଜାଙ୍କୁ ନେଇଥିଲେ କି ରାଜାଙ୍କ ପୁଅକୁ ନେଇଥିଲେ ସେଇଟା ଟିକେ ଡିବେଟେବଲ ହେଇପାରେ, କିନ୍ତୁ ଗୋଟେ ଏମିତି ଗୋଟେ ବଡ ଇଏକୁ ନେଇକି ତାପରେ ବାର୍ଗେନ କରେଇଥିଲେ ଇଏ କରିବାକୁ, ସେଇଟା ମୋଷ୍ଟ ଲାଇକଲି। true। ଆଚ୍ଛା ଓକେ। ତ ପ୍ରୋବାବ୍ଲି ସେଇଟା ଭାନୁଦେବଙ୍କ ସମୟରେ ହେଇଥିଲା କି ହଁ ଭାନୁଦେବଙ୍କ ସମୟରେ। ଆଚ୍ଛା ୟା ଛଡ଼ା ମୋର ନେକ୍ସଟ ମୁଁ ଯେଉଁ ପ୍ରଶ୍ନଟା ପଚାରିବା ପାଇଁ ଚାହୁଁଥିଲି ଏଥିରେ ଆ, କପିଳେନ୍ଦ୍ର ଦେବଙ୍କ ତାପରେ ଆପଣ ତାଙ୍କ ସମୟରେ ଆମେ ଦେଖିବା ଗଙ୍ଗମାନଙ୍କ ସମୟରେ ଟେମ୍ପଲ ଆର୍କିଟେକ୍ଚର ବହୁତ ହିଁ ମାନେ ପିକ୍ କୁହାଯାଏ କି କ୍ଲାଇମ୍ୟାକ୍ସ ଅଫ୍ ଟେମ୍ପଲ ଆର୍କିଟେକ୍ଚର ଥିଲା। ପ୍ରୋବାବ୍ଲି ବୋଧହୁଏ ଗଜପତି ସମୟରେ ଗଜପତିଙ୍କ ସମୟରେ ଯେତେବେଳେ ଏତେ ଗୁଡ଼େ ଯୁଦ୍ଧ ହେଲା ସେଥିପାଇଁ ପ୍ରୋବାବ୍ଲି ସେମାନେ ସେତେ ମାନେ ଇକୋନୋମିକାଲି ଯେହେତୁ ସବୁ ପଇସା ଗୁଡ଼ାକ ଡ୍ରେନ୍ ହୁଏ ୱାର୍ ଆଡ଼କୁ, ସେଥିପାଇଁ ହୁଏତ ସେମାନେ କରିପାରିନଥିବେ। ଏଛଡ଼ା ଆପଣ ଲିଟରାରୀ ୱାର୍କ ସବୁ ଯେଉଁ ଲେଖିଛନ୍ତି ଗଜପତି ଦେବଙ୍କ ସମୟରେ ଯେଉଁ ସବୁ ସେଗୁଡ଼ାକୁ ମଧ୍ୟ ଆପଣ ହାଇଲାଇଟ୍ କରିଛନ୍ତି କି ଓଡ଼ିଆ ଲିଟରେଚର ଯେଉଁଟା ଆମର ଆଦିକବି ଆମେ କହିଲୁ ସାରଳା ଦାସକୁ, ସେଇଟା ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରୁ ମାନେ ଓଡ଼ିଆ ଭାଷାର ଗୋଟେ ନୂଆ ଇଭଲ୍ୟୁସନ୍ ଷ୍ଟାର୍ଟ ହେଇଥିଲା। ତ ଏଇଥିରେ କପିଳ ନିଶ୍ଚିତ ଦେବଙ୍କର ଭାବରେ। ଆକ୍ଟିଭ ରୋଲ୍ କିଛି ରହିଥିଲା କି? ଦେଖନ୍ତୁ ଆକ୍ଟିଭ ରୋଲ ଏଇଥିରେ ବହୁତ ଜଣ ସ୍କଲାର କୁହନ୍ତି ଯେ ସିଏ ସାରଳା ଦାସକୁ ପ୍ରମୋଟ କରାଉଥିଲେ ଏମିତି, କିନ୍ତୁ ତାର ଆମ ପାଖରେ କୌଣସି ସିଧାସଳଖ ଇନଫର୍ମେସନ ନାହିଁ ଯେ ସିଏ ସାରଳା ଦାସକୁ କିଛି ମାନେ ହେଲ୍ପ କରିଛନ୍ତି କିମ୍ବା କଣ କୁହନ୍ତି ତାଙ୍କୁ ମନିଟାଲି ହଉ କିମ୍ବା ନିଜ ଇଏରେ ହଉ ଏମିତି କରିବାର କିଛି ଇନଫର୍ମେସନ ଆମ ପାଖରେ ନାହିଁ। ମେ ବି ଇନଡାଇରେକ୍ଟଲି କରିଥିବେ କିନ୍ତୁ ନାହିଁ। କିନ୍ତୁ କପିଳେନ୍ଦ୍ରଙ୍କର ଗୋଟିଏ ଜିନିଷ ଅଛି, ସିଏ ଯୋଉ ପରଶୁରାମ ବିଜୟ କରି ଗୋଟେ ସାଂସ୍କ୍ରିଟ ଡ୍ରାମା ସେ ଲେଖିଛନ୍ତି, ହଁ ସେଇଥିରେ ସେ ଗୋଟେ ଓଡ଼ିଆ ଗୀତ ଗୋଟେ ଲେଖିଛନ୍ତି, ସେଥିରେ ମାନେ ଓଡ଼ିଆ ଭାଷାର ଗୀତ। ତ ମାନେ ସେଇଥିରୁ ଜଣାପଡୁଛି ପରଶୁରାମ ସେତେବେଳେ ବିଜୟ ଓଡ଼ିଆ ଇଏରେ ଓଡ଼ିଆ ଗୀତ ଲେଖା ହେଇଛି। ପରଶୁରାମ ବିଜୟଟା କିନ୍ତୁ ସାଂସ୍କ୍ରିଟରେ, ହଁ କିନ୍ତୁ ସେଥିରେ ଓଡ଼ିଆ ଗୋଟେ ଇଏ ଲେଖା ହେଇଛି, ଗୀତଟା ଲେଖିଛନ୍ତି ସେ ଗୋଟେ ଗୋଟେ ଓଡ଼ିଆ ଗୋଟେ ରାଗ ଅଛି, ଅମର କି ଆମର କଣ ଗୋଟେ କୁହାଯାଏ ତାକୁ, ସେଇ ରାଗରେ ସ୍ପେସିଫିକ ସେଟା ସ୍ପେସିଫିକ ଟୁ ଓଡ଼ିଶା, ହୁଁ, ସେଇ ରାଗରେ ସେ ଲେଖିଛନ୍ତି। ତେଣୁ ସେ ଓଡ଼ିଆ ଓଡ଼ିଆ ମ୍ୟୁଜିକ ଯୋଉ ଅଛି ଓଡ଼ିଶୀ ମ୍ୟୁଜିକ, ହୁଁ, ସେଇ ତା ଉପରେ ଓଡ଼ିଆ ଭାଷା ଉପରେ ସେ ତାଙ୍କର ଜ୍ଞାନ ଥିଲା ଇଏ ଥିଲା, ସେଇଟା actually କଷ୍ଟ ହଉଛି। ହୁଁ। ଆପଣ ଇଭିନ୍ ଗୋଟେ ପ୍ରୁଫ୍ ଏଇଠି ଦେଇଛନ୍ତି କି ଆଜି ବି ମାନେ ପ୍ରୋବାବ୍ଲି କପିଳେନ୍ଦ୍ର ଦେବ ଆଉ ଗଜପତି ରାଜାମାନଙ୍କର ଏଇଟା କଣ୍ଟ୍ରିବ୍ୟୁସନ୍ କି ଆଜି ବି ବହୁତ କମ୍ ମାତ୍ରାରେ ଓଡ଼ିଆ ଭାଷା ପର୍ସିଆନ କିମ୍ବା ଟର୍କିଶ ଲାଙ୍ଗୁଏଜରୁ ଆଫେକ୍ଟେଡ୍ କହିକି ଏଇଟା ଲେଖିଛନ୍ତି। ତ ଏଥିରୁ ହଁ ଜଣା ନା ସେଇଟା ମୁଁ ସେଥିଲାଗି କହିଲି, ମୁଁ ସେଇଟା ଏଇଥିଲାଗି କହିଛି ଯେ ଦେଖନ୍ତୁ ଆପଣ ଯଦି ଗୋଟେ ପଲିଟିକାଲ ଇଏ ଅଣ୍ଡରରେ ଆସିବେ, ହଁ ଆପଣଙ୍କ ଉପରେ ତା ଭାଷା ଆଉ ଇଏର ଇମ୍ପାକ୍ଟ ପଡ଼ିବ। ଯଦି ଆପଣ କଲଚର ମାନେ ପଲିଟିକ୍ସ ଇଏରେ ରହିବେନି, ଇମ୍ପୋଜ କରିଦଉଥିଲେ। ହଁ ଇମ୍ପୋଜ କରିବେ, ସେ ଡାଇରେକ୍ଟଲି ହଉ ଫୋର୍ସଫୁଲି ହଉ ନ ହଉ। ହୁଁ ଆପଣ ଦେଖନ୍ତୁ ଫୋର୍ସଫୁଲି ହବା ଦରକାର ନାହିଁ, ଯଦି ପଲିଟିକାଲି ଜଣେ ପାୱାରଫୁଲ ହେଲା ତା ଭାଷା ବି ଆପଣଙ୍କୁ ଲାଗିବ ଯେ ଆଜି ଇଂଲିଶ କାହିଁକି ଏତେ ଇଏ, ଏଇଟା ଇଂଲିଶ କଣ ଗୋଟେ ସ୍ୱର୍ଗରୁ ଆସିଛି ଭାଷା, କିଛି ନାହିଁ ସାଧାରଣ ଭାଷା। ଆମ ଓଡ଼ିଆ ଭାଷା ଯାହା, ସେ ସାନ୍ତାଳୀ ଭାଷା ଯାହା, ବେଙ୍ଗଲୀ ଯାହା, ଇଂଲିଶ ବି ସେଇଆ, ବହୁତ ବେଶୀ କିଛି ସ୍ୱର୍ଗରୁ ଆସିନି ସେ ଭାଷା। କିନ୍ତୁ ବିଲକୁଲ ସେମାନଙ୍କର ଯୋଉ ପଲିଟିକାଲ ପାୱାର ଆଉ ବେଷ୍ଟ ମିଲିଟାରୀ ପାୱାର ଆଉ ତାପରେ ବେଶ କରି ଯୋଉ ଇକୋନୋମିକ ପାୱାର ହେଲା, ତାର ଗୋଟେ ଏତେ ବଡ ଇନଫ୍ଲୁଏନ୍ସ ରହିଲା ଯେ ଆମକୁ ଲାଗିବ ଯେ ଜଣେ ଇଂଲିଶରେ କହିଦେଲା ସେ ଗୋଟେ ବହୁତ ବଡ କଣ କରିଦେଲା, ଆଉ ଆମେ ତାକୁ ଫଲୋ କରିବାକୁ ଷ୍ଟାର୍ଟ କଲେ। ଏଟା ହ୍ୟୁମାନ ନେଚର, ସେଟା ମାନେ ଏଟା କେବଳ ଯେ ଆମ ମାନଙ୍କ ଉପରେ ସେୟା ନୁହେଁ, ଅନ୍ୟମାନଙ୍କ ଉପରେ ବି ସମସ୍ତଙ୍କ ଉପରେ। ହଁ ତେଣୁ ସେଇ ଯୋଉ ଜିନିଷଟା ଯେହେତୁ ଆମ ଉପରେ ପଲିଟିକାଲ ପାୱାରଟା ଇଏ ନଥିଲା, ତେଣୁ ଆମ ସୋସାଇଟି ଭାବୁନଥିଲା ଯେ ଆମେ କୋଉ ଦୃଷ୍ଟିରୁ ଗୋଟେ ନ୍ୟୁନ କି କଣ ଏମିତି ଭାବୁନଥିଲା। ହୁଁ ଆଉ ଆମ ଭାଷାରେ ତ ଅଛି ସବୁ ଜିନିଷ, କଣ ଜିନିଷଟା ନଥିଲା ଯେ ଆମେ କାହିଁକି ଭାବିବା ଯେ ଏଇଆ ତ ପଲିଟିକାଲ ଆମେ ଯେହେତୁ ଇଣ୍ଡିପେଣ୍ଡେଣ୍ଟ ରହିଲେ, ତାହେଲେ ଆମ ଉପରେ ଇମ୍ପାକ୍ଟଟା ବହୁତ କମ ହେଲା। ଅଲଗା ଜାଗାରେ ଯୋଉ ନର୍ଥ ଇଣ୍ଡିଆର ଅଲଗା ଷ୍ଟେଟ ମାନଙ୍କରେ ସେଇ ଜାଗାରେ ଯେହେତୁ ପଲିଟିକାଲ ପାୱାରଟା ବେଶୀ ସେଠି ରହିଲା, ବେଶୀ ସମୟ ଧରି ଇସଲାମିକ ଇଏ, ତ ଅବଭିୟସଲି ଭାଷା ଇଏ ସିଏ ହେଲା। ଆମର ବହୁତ ମିନିମାଲ ଯୋଉଟା କି ଭୋଇ ଗଜପତିଙ୍କ ପରେ 1568 ପରେ ଟିକେ ଟିକେ ଆସିବା ଷ୍ଟାର୍ଟ ହେଲା ସେତେବେଳେ। ଠିକ। ଆମେ ତ ଇଭିନ୍ ଏବେ କୁହାଯାଏ କି ହିନ୍ଦୀ କେହି ମାନେ ହିନ୍ଦୀକୁ ଆପଣ ଉର୍ଦୁ ଛଡା କହିପାରିବେନି, ଉର୍ଦୁକୁ ଆପଣ ହିନ୍ଦୀ ଛଡା କହିପାରିବେନି, ଏଇ ଟାଇପର ମାନେ ଯେହେତୁ ତାଙ୍କର ନର୍ଥ ଇଣ୍ଡିଆ ସେମାନେ କବ୍ଜା କରିକି ରଖିଲେ ସେଥିପାଇଁ।
ଆଉ ଓଡ଼ିଆ ଭାଷା ମାନେ କୁହାଯାଏ କି ଯୋଉଟା ଆପଣ ମେନସନ୍ କରିଛନ୍ତି ବୁକ୍ରେ ମଧ୍ୟ ଇଭେନ୍ ଆପଣ କେତେଟା ୱାର୍ଡ ମେନସନ୍ କରନ୍ତି କି ଯୋଉଟା ଆପଣ ଯୋଉ ପରଶୁରାମ ବିଜୟ କହିଲେ ବହିରେ ଲେଖିଛନ୍ତି କେତେଟା ୱାର୍ଡ ମଧ୍ୟ ମେନସନ୍ କରିଛନ୍ତି ଏଇଗୁଡ଼ା ଓଡ଼ିଆ ର ଶବ୍ଦ ଗୁଡ଼ାକ ଏଇ ସବୁ କହିକି ତ ଏଇଠୁ ହଁ ସେତେବେଳର କ୍ଲିୟରଲି ଜଣା ପଡୁଛି ହଁ କି ଆମର ଗଜପତି ରାଜା ମାନେ ଓଡ଼ିଆ ଭାଷାକୁ ଅଲଦୋ କୋଉଠି ଆମକୁ ପ୍ରୁଭ୍ ମିଳୁନି ବଟ୍ ସେ ସପୋର୍ଟ କରିଛନ୍ତି ଆଉ ପରଶୁରାମ ବିଜୟରେ ମଧ୍ୟ ଆପଣ ଯୋଉ କବିତାଟା ଲେଖିଛନ୍ତି ରାଗରେ କହିଲେ ସେଟା ହୁଁ। next କଥା ହେଲା। ତାପରେ ଆମେ ଦେଖୁ ସେ ଯୋଉ ଗୋଟେ ଟାଇଟେଲ ସବୁ କପିଳେନ୍ଦ୍ର ଦେବ ଯୋଉ ନଉଥିଲେ ସେ ଟାଇଟେଲ ଅଲଦୋ କପିଳେନ୍ଦ୍ର ଦେବ ସବୁ ଯୁଦ୍ଧକୁ ଯାଇନାହାନ୍ତି ତାଙ୍କର ଯୋଉ ବଡ ପୁଅ ଥିଲେ ହମ୍ବିର ଯାହାଙ୍କୁ କି କୁହାଯାଏ କି ଦି ଅନଫର୍ଚୁନେଟ ଓଡ଼ିଆ ପ୍ରିନ୍ସ କହିକି ତ ତାଙ୍କର ବହୁତ ବଡ ରୋଲ ଥିଲା କପିଳେନ୍ଦ୍ର ଦେବଙ୍କର ସାମ୍ରାଜ୍ୟକୁ ସାଉଥ ମାନେ ଆମର ଯୋଉ ସାଉଥ ଏକ୍ସପାନସନ କରିବାରେ ଇଭେନ ଆମେ ସେଟା ବିଜୟନଗର ହେଇଯାଉ କି ସେଟା ବାହାମନି ସୁଲତାନତ ହେଇଯାଉ ତ କିନ୍ତୁ ଆମେ ଏଇଟା ଗୋଟେ ଜିନିଷ ଦେଖୁ କି ଯୋଉ ହମ୍ବିରଙ୍କ ବଦଳରେ ଯେହେତୁ ବଡ ପୁଅ ସିଏ ରାଜା ହେବା କଥା ବଟ୍ ପୁରୁଷୋତ୍ତମ ଦେବଙ୍କୁ ଚୁଜ୍ କରାଯାଇଥିଲା ତ ୟାର ପଛରେ ଆପଣଙ୍କୁ କଣ କଣ ରିଜନ ସବୁ ଲାଗୁଛି ଆପଣ ଅଲଦୋ ବହୁତ କିଛି ଜିନିଷ ମେନସନ କରିଛନ୍ତି ତଥାପି ମୁଁ ଜାଣିବା ପାଇଁ ଚାହିଁବି। ହଁ ଦେଖନ୍ତୁ ଅମ୍ବିରଙ୍କର ବହୁତ ବଡ ରୋଲ ନିଶ୍ଚିତ ଭାବରେ ଥିଲା ସେ ବଡ ପୁଅ ଥିଲେ ବହୁତ अर्ली टाइम ରୁ ହିଁ ସିଏ କପିଳେନ୍ଦ୍ରଙ୍କୁ ହେଲ୍ପ କରିବା ଷ୍ଟାର୍ଟ କରିଦେଇଥିଲେ ଯୁଦ୍ଧରେ ହୁଁ ତ ନିଶ୍ଚିତ ଭାବରେ ସେ ରାଜମହେନ୍ଦ୍ରୀ ପରଠୁ ଷ୍ଟାର୍ଟ କରିକି ଆମର ରାମେଶ୍ୱରମ ପର୍ଯ୍ୟନ୍ତ ତାମିଲନାଡୁର ସେତେ ବାଟ ଏରିଆ ସାଉଥରେ କବ୍ଜା କରିବା ତାଙ୍କର କିଛି ନା କିଛି ରୋଲ ଅଳ୍ପ ବହୁତ ଇନଫ୍ୟାକ୍ଟ ଅଧିକ ରୋଲ ଅଛି ତ ନିଶ୍ଚିତ ଭାବରେ ତ ସିଏ କାହିଁକି ହେଲେନି ସେଇଟା ଗୋଟେ ଆଜି ପର୍ଯ୍ୟନ୍ତ ଗୋଟେ ଡିବେଟ୍ ତ ଡିଫରେଣ୍ଟ କନଜେକ୍ଚର କିଏ କହୁଛି ହେଇଥିଲା କିଏ କହୁଛି ହେଇଥିଲା ଏମିତି ଡିଫରେଣ୍ଟ ଅଛି ମୋ ହିସାବରେ ମୁଁ ଯେତିକି ଷ୍ଟଡି କଲି ତାର ବେସିକ ରିଜନ ହେଉଛି ପ୍ରବଲି ପୁରୁଷୋତ୍ତମ କଟକରେ ରହୁଥିଲେ କିନ୍ତୁ ହାମ୍ବିର ଯୁଦ୍ଧ କରିକି ସାଉଥରେ ମ୍ୟାକ୍ସିମମ୍ ଟାଇମ୍ ତାଙ୍କର ରହିଲେ ହୁଁ ପୁରୁଷୋତ୍ତମ କଟକରେ ରହିବା ଦ୍ୱାରା କପିଳେନ୍ଦ୍ରଙ୍କ କ୍ଲୋଜ ହେଇକି ରହିଲେ ନିଶ୍ଚିତ ଭାବରେ ଆଉ କୁହାଯାଏ ଯେ ତାଙ୍କ ମା ଜଣେ ମାନେ ଇନଫ୍ଲୁଏନ୍ସ କରିବାରେ ସକ୍ଷମ ହେଇଥିଲେ କପିଳେନ୍ଦ୍ରଙ୍କୁ ୟାଙ୍କୁ ଦିଆଯାଉ ବୋଲି ରାଜଗାଦି ଆଉ ତ ସେଇଟା ବି ଗୋଟେ ବହୁତ ବଡ଼ ଫ୍ୟାକ୍ଟର ଆଉ ପୁରୀ ବ୍ରାହ୍ମଣ ଯୋଉ ପୁରୀ ପଣ୍ଡା ମାନେ ଥିଲେ ସେମାନେ ବି କପିଳେନ୍ଦ୍ରଙ୍କୁ ପୁରୁଷୋତ୍ତମଙ୍କୁ ଫେଭରରେ ଥିଲେ ବୋଲି କୁହାଯାଏ ତ ଏଇଭଳି ମଲ୍ଟିପଲ କାରଣ ଥିଲା ଆଉ ପୁରୁଷୋତ୍ତମ କିନ୍ତୁ ଯୋଉ କୁହାଯାଇଛି ଯୁଦ୍ଧରେ ସେମିତି କିଛି କହିନାହାନ୍ତି କିନ୍ତୁ ବହୁତ କିଛି କିଛି ଇନଫର୍ମେସନ ଇନଡାଇରେକ୍ଟଲି ମିଳୁଛି ଯେ ପୁରୁଷୋତ୍ତମ ଆକ୍ଚୁଆଲି ଯୁଦ୍ଧରେ ବି ୱେଷ୍ଟର୍ଣ୍ଣ ଇଣ୍ଡିଆରେ ଯେମିତି ମାଲଦା ସହିତ ଯୁଦ୍ଧରେ କିମ୍ବା even ବିଦାର ଇଏ ଉପରେ ଆଟାକ୍ କରିବା ବାହାମନିଙ୍କ କ୍ୟାପିଟାଲ ତାଙ୍କର କିଛି କିଛି ରୋଲ ଅଛି ତ ସେଇଥିରୁ ଯାହା ଲାଗୁଛି ଏଇ ସବୁ ମଲ୍ଟିପଲ କାରଣ ଥିଲା ଆଉ କପିଳେନ୍ଦ୍ର ମେ ବି ଚୁଜ୍ କଲେ ସେଇଥିଲାଗି ଭାବିକି କି ଇଏ ବେଟର ହବ ଜଣେ ବହୁତ ଆଗ୍ରେସିଭ ଲୋକ ଠାରୁ ଜଣେ ବାଲାନ୍ସ ଲୋକ ମେ ବି ଏଗୁଡ଼ା ସବୁ ଆମେ ଭାବିକି କହିବା କଥା କିନ୍ତୁ କେହି ତ ସିଓର ନୁହନ୍ତି କ'ଣ ହେଇଥିଲା ଏଇ ସବୁ କାରଣ ମୁଖ୍ୟ ଥିଲା। ପ୍ରୋବାବ୍ଲି ଆପଣ ଯୋଉଟା ଲାଷ୍ଟ ଲାଇନଟା ଯୋଉଟା କହିଲେ କି କେବଳ ଯୁଦ୍ଧ ଜିତିଲେ ହେବନି ସକ୍ରେଟିସ୍ ମଧ୍ୟ କୁହନ୍ତି କି ଫିଲୋସଫର କିଙ୍ଗ କହିକି ପ୍ରୋବାବ୍ଲି ପୁରୁଷୋତ୍ତମ ଦେବ ହମ୍ବିରଙ୍କ ଠାରୁ ବେଟର ଥାଇପାରନ୍ତି ଅଲଦୋ ଆମକୁ ପ୍ରୁଭ୍ ମିଳୁନି ବଟ୍ ହଁ, ସେଇଟା ହଁ, ହେଇଥାଇପାରେ। ହଁ। ଓକେ ତାପରେ ଲାଷ୍ଟ ମାନେ ମୁଁ ଏଇଟା ପ୍ରଶ୍ନ ପଚାରିବା ପାଇଁ ଚାହିଁବି କପିଳେନ୍ଦ୍ର ଦେବଙ୍କ ବିଷୟରେ କି ତାଙ୍କର ଯେତିକି ସବୁ ମିଲିଟାରୀ କନକ୍ୱେଷ୍ଟ ଗୁଡ଼ାକ ହେଇଗଲା ତ ତାଙ୍କର ଆମକୁ ବୁଦ୍ଧି ଦେଖିବା ପାଇଁ ମିଳୁଛି କି ସେ ଜାଣି ବୁଝିକି ନିଜର କ୍ୟାପିଟାଲଟାକୁ କୋଷ୍ଟାଲ ଓଡ଼ିଶାରେ ରଖିଲେ କାରଣ ଇନଭେଟ୍ କରିବା ପାଇଁ କଷ୍ଟ ହେବ ଯୋଉଟା ଆପଣ ଜୋଗ୍ରାଫି ଆପଣ ବହୁତ ଭଲ ଭାବରେ ଓଡ଼ିଶାର ଏକ୍ସପ୍ଲେନ୍ କରିଛନ୍ତି କି କ'ଣ ପାଇଁ ସେ ଭୁବନେଶ୍ୱରକୁ ଚୁଜ୍ କଲେ ରାଜା ହେବା ପାଇଁ କ'ଣ ପାଇଁ ସେ ନିଜର କ୍ୟାପିଟାଲଟାକୁ କୋଷ୍ଟାଲ ଆଡ଼କୁ ମୁଭ୍ କରାଇଲେ ତାପରେ ଏକ୍ସପାନସନ୍ ସେ ନର୍ଥ ସାଉଥ ଏକ୍ସପାନସନ୍ କଥା ଲେଖିଛନ୍ତି କାରଣ ସେଣ୍ଟ୍ରାଲ ଇଣ୍ଡିଆରେ ବହୁତ ଜଙ୍ଗଲ ହେଇଯାଇଛି ତ କପିଳେନ୍ଦ୍ର ଦେବଙ୍କର ପୁଣି ଆପଣ ଲେଖିଛନ୍ତି କି ସେ ଯେଉଁ ବହି ଆପଣ କହିଲେ ପରଶୁରାମ ବିଜୟ ଯେଉଁ ସଂସ୍କୃତ ଆମର ଉପନ୍ୟାସ ଟାଇପ୍ ଉପନ୍ୟାସ ନା ସେଇଟା ପ୍ରୋବାବ୍ଲି ଡ୍ରାମା ଆଚ୍ଛା ଡ୍ରାମା ସେ ସବୁ ଲେଖିଲେ ତ କପିଳେନ୍ଦ୍ର ଦେବଙ୍କୁ ଆମେ କହିପାରିବା ଗୋଟେ ଫିଲୋସଫର କିଙ୍ଗ। ହଁ ନିଶ୍ଚିତ ଭାବରେ କପିଳେନ୍ଦ୍ର ସେ ଦୃଷ୍ଟିରୁ ଇଏ କିନ୍ତୁ ମୁଁ କହିବି ତାଙ୍କୁ ମିଲିଟାରୀଲି ତାଙ୍କର ଗୋଟେ ମାନେ କଣ କୁହନ୍ତି ନା ତାଙ୍କର କଣ୍ଟ୍ରିବ୍ୟୁସନ ବହୁତ ଅଧିକ ତେଣୁ ସେଇ ଦୃଷ୍ଟିରୁ ଆମେ ତାଙ୍କୁ ଦେଖୁ କିନ୍ତୁ ଅନ୍ୟ କଣ୍ଟ୍ରିବ୍ୟୁସନ ବି ତାଙ୍କର ନିଶ୍ଚିତ ଭାବରେ ଅଛି ଯୋଉ ଲେଖିଲେ ଡ୍ରାମା ଲେଖିଲେ ହୁଅନ୍ତୁ କିମ୍ବା ପାଟ୍ରୋନାଇଜ କରିବାର ଅଛି ଯୋଉ ତାଙ୍କର ସମୟର ଇଏ ହଉ କିନ୍ତୁ ଆପଣ ଯଦି ଦେଖିବେ ତାଙ୍କୁ କମ୍ପେୟାର କରିବେ ପୁରୁଷୋତ୍ତମ ଦେବଙ୍କ ସହିତ ସେ ଦୃଷ୍ଟିରୁ ପୁରୁଷୋତ୍ତମ ୱାଜ ମୋର ଅଫ ଏ ଫିଲୋସଫର
କିମ୍ବା ଯୋଉ ଆମର ଇଣ୍ଡିଆରେ ଯୋଉ କୁହାଯାଏ ଭୋଜଙ୍କୁ ଯୋଉ କୁହାଯାଏ ନା ସବୁଠୁ ହଁ ଭଲ, ଭୋଜ। ଯିଏ କି ବହୁତ ଲାଙ୍ଗୁଏଜ ଜାଣିଥିଲେ, ବହୁତ ଲେଖୁଥିଲେ, ଯୁଦ୍ଧ ବି ଜିତୁଥିଲେ ସବୁ, ହୁଁ ସେଇଭଳିଆ ତାଙ୍କୁ କୁହାଯାଇପାରେ। କାରଣ ପୁରୁଷୋତ୍ତମ ଦେବ ବହୁତ ଜିନିଷ ଲେଖିଛନ୍ତି, ପ୍ୟାଟ୍ରୋନାଇଜ କରିଛନ୍ତି, ଏସବୁ ଜିନିଷ କରିଛନ୍ତି। ତ ତେଣୁ କପିଳେନ୍ଦ୍ର ମୋର ଅଫ ୱାରିୟର, ଯେ କି ଯୁଦ୍ଧ, କାରଣ ଡିମାଣ୍ଡ କରୁଥିଲା, କାରଣ ଆମେ ଆମେ କେମିତି ବନୁଛି, ଆମ ଲାଇଫଟା କେମିତି ହଉଛି, ଏଇଟା କେବଳ ଆମ ହାତରେ ନାହିଁ, ବାହାର ଏକ୍ସଟର୍ନାଲ ଇଣ୍ଟରନାଲ ଡିଫରେଣ୍ଟ ଡିଫରେଣ୍ଟ ଏନଭାୟରନମେଣ୍ଟ ଉପରେ ଇଏ ହେଇକି ବନୁଛି। ତ ସେ ସମୟରେ ଯାହା ଥିଲା ସେ ଗୋଟେ ଷ୍ଟେବଲ ଇଏ କ୍ରିଏଟ କଲେ ବୋଲି ତାପରେ ବେଶ କରିକି ଜଣେ ଇଏ କଲା କି ଓଡ଼ିଶାର ଗ୍ରୋଥ ହେଲା କି ଯେମିତି ମୁଁ ସେଥିରେ ଲେଖିଛି କଟକ, କଟକ ସେତେବେଳେ 1500 ମସିହା ବେଳକୁ କଟକ ଭାରତର, ବର୍ତ୍ତମାନ ଭାରତର ତୃତୀୟ ସର୍ବବୃହତ ସିଟି ଥିଲା, ମାନେ ଇନ ଟର୍ମସ ଅଫ ପପୁଲେସନ। ଆଚ୍ଛା ପପୁଲେସନ ଇଜ ଏ ବିଗ ଫ୍ୟାକ୍ଟର ନା, ଯୋଉଠି ଆପଣଙ୍କୁ ଏମ୍ପ୍ଲୟମେଣ୍ଟ ମିଳିବ, ଲୋକ ସେଇଠିକି ଯିବେ, ଏମ୍ପ୍ଲୟମେଣ୍ଟ ମିଳୁଛି ମାନେ ସେଠି ଗୋଟେ କିଛି ଅଛି ଯୋଉଟାକି ମିଳୁଛି। ବିଜୟନଗର ଆଉ ଗୌଡ଼, ଗୌଡ଼ ମାନେ ଗଡ଼ ଯୋଉଟା କୁହନ୍ତି, ବେଙ୍ଗଲର କ୍ୟାପିଟାଲ, ବେଙ୍ଗଲ। ତାପରେ କଟକ ଥିଲା। 1.5 ଲକ୍ଷ ଲୋକ ସେତେବେଳେ ରହୁଥିଲେ କଟକରେ, ଆପଣ ଭାବନ୍ତୁ। ହୟାର 1930 ବେଳେ 30,000 ଲୋକ ରହୁଥିଲେ, ତେଣୁ ଆପଣ ଭାବନ୍ତୁ ଆମ ଡିକ୍ଲାଇନ କେମିତି ହେଇଛି। ହୁଁ ତେଣୁ ସେଇ ଯୋଉ ଜିନିଷ, ଯୋଉ ଏଇ ଯୋଉ ବେସଟା ବନିଲା ଡିଫରେଣ୍ଟ ଡିଫରେଣ୍ଟ ଷ୍ଟେଟରୁ, ଚୈତନ୍ୟ ଓଡ଼ିଶା ଆସିବାର କାରଣ କ'ଣ, କିମ୍ବା ଆମର ମାଲୁଆରୁ ପୋଏଟ ଆସିକି ରହୁଥିଲେ, ସାଉଥ ବିଜୟନଗର ଆଡୁ ପୋଏଟ ଆସିକି ରହୁଥିଲେ, ହୁଁ ତାର କାରଣ ହଉଛି କ'ଣ? ତ ଇଏ ଆମ କଟକ ଆପଣ ଯଦି ଆସିଥିବେ, ଆପଣ ଦେଖିବେ ତେଲେଙ୍ଗା ବଜାର ଗୋଟେ ଅଛି, ସେଠି ତେଲୁଗୁ ହଁ ଲୋକମାନେ ବହୁତ ଅଛନ୍ତି। ହୁଁ ତା ସବୁ କାରଣ କ'ଣ? ସେ ସବୁ ଆସିକି ସବୁ ରହିଛନ୍ତି। ତେଣୁ ଶରଣ ଶରଣ ସେଇଟା ଏକ୍ଜାକ୍ଟଲି କୁହାଯିବ ଯଦି। ଶରଣ ପଶିଛନ୍ତି। ହଁ, ଆପଣ ଯଦି ଯିବେ ଆଠଗଡ଼ ତିଗିରିଆ ଅଞ୍ଚଳ ଗୋଟେ ଅଛି କଟକରେ, ହୁଁ ସେଠି ଆପଣ ଦେଖିବେ ବହୁତ ଗୁଡେ ବେଙ୍ଗଲୀ ସରନେମ ବାଲା ଲୋକ ଅଛନ୍ତି। ସେମାନେ ସବୁ ଆସିଛନ୍ତି, ବର୍ଦ୍ଧମାନରୁ ଆସିକି ରହୁଛନ୍ତି। ଆଚ୍ଛା ତ ଏ ସବୁ ଅଛି, ତାର ରିଜିନ ଅଛି ଯେ ଏଇଥିଲାଗି ଗୋଟେ ଜଣେ ବେସ୍ କ୍ରିଏଟ କଲା, ଗୋଟେ କ'ଣ କୁହନ୍ତି ଷ୍ଟ୍ରେନ୍ଥ ଦେଲା କିଙ୍ଗଡମକୁ, ଆଉ ଜଣେ ତାପରେ ବେସ୍ କରିକି କିଛି ଗୋଟେ ଅଲଗା ଜିନିଷ କରିପାରିବ। ତ ଏଇଆ ଆଉ ଏମିତି ହେଇକି କ୍ରିଏଟ ହେଇଥିଲା। ଆଚ୍ଛା, ମୁଁ ଲାଷ୍ଟ ବସ୍ ଗୋଟେ ଜିନିଷ ଆପଣଙ୍କୁ ପଚାରିବା ପାଇଁ ଚାହିଁବି ଯିବା ପୂର୍ବରୁ। ଆପଣ ଗୋଟେ ନେକ୍ସଟ ବହି, ମୁଁ ଆପଣଙ୍କ ସହିତ ଯେତେବେଳେ କଥା ହଉଥିଲି, ଆପଣ ଆଉ ଗୋଟେ ବହି ଉପରେ ଲେଖା ଲେଖି କାମ ଷ୍ଟାର୍ଟ କରିଛନ୍ତି, ତା ବିଷୟରେ ଟିକେ ହିଣ୍ଟ ଯଦି ଆମର ଦର୍ଶକମାନଙ୍କୁ ଦେବା ପାଇଁ ଚାହିଁବେ। ହଁ, ବହି ତ ଏଇଟା ଓଡ଼ିଶା ସ୍ପେସିଫିକ୍ କିଛି ନୁହେଁ। ଏ ବହିଟା ଯୋଉଟା ମୁଁ ଲେଖିବାକୁ ଚେଷ୍ଟା କରିଛି, ଯୋଉଟା କି ମୋର ଦୁଇଟା ଫେଭରେଟ ଟପିକ ମୁଁ କହିବି, ଯୋଉଟା କି ହେଉଛି ଇତିହାସ ଆଉ ସୋସିଓ ଇକୋନୋମି, ଯୋଉଟା ମୁଁ କହୁଛି ଇକୋନୋମିକ୍ସ ଷ୍ଟଡି, ମାକ୍ରୋ ଇକୋନୋମି ଜିନିଷ, ଯୋଉଟା କି ଦେଶର ରାଜ୍ୟର ବିଷୟରେ ମତେ ଟିକେ ଭଲ ଲାଗେ ପଢିବାକୁ, ହୁଁ ଜାଣିବାକୁ। ତ ଏଇ ଦିଟା ଜିନିଷକୁ ମୁଁ କମ୍ବାଇନ କରିକି କିଛି ଗୋଟେ ଲେଖିବାକୁ ଚାହୁଁଥିଲି, ଯୋଉଟା କି ଗୋଟେ ବହୁତ ଫିଲୋସଫିକାଲ ଆଉ ଗୋଟେ କାଇଣ୍ଡ ଅଫ କ'ଣ କୁହନ୍ତି ଗୋଟେ ଲୋକଙ୍କୁ ଗୋଟେ ଆଇଡିଆ ଦବ, ଆଇଡିଓଲୋଜିକାଲ ଆପଣ କହିପାରନ୍ତି। କାରଣ ଆପଣ ଇଣ୍ଡିଆରେ ଖାଲି ଶୁଣୁଥିବେ ସୋସିଆଲିଷ୍ଟ ସୋସିଆଲିଷ୍ଟ ସୋସିଆଲିଷ୍ଟ। ମୁଁ ବିଲକୁଲ। ମୁଁ ଗୋଟେ ପର୍ସନ ଯୋଉଟା କମ୍ପ୍ଲିଟ ଅପୋଜିଟ। ମୁଁ ଭାବେ ଯଦି ମତେ ଚାନ୍ସ ମିଳିବ, ଆଇ ୱିଲ୍ ବି ଏ କ୍ୟାପିଟାଲିଷ୍ଟ, ନଟ୍ ଇନ୍ ଦ ସେନ୍ସ ଇଣ୍ଡଷ୍ଟ୍ରିଆଲିଷ୍ଟ କୁ ପସନ୍ଦ କି କ'ଣ, କାରଣ ମୁଁ ଭାବେ କ୍ୟାପିଟାଲିଜମ ଇଜ ଦ ୱେ, ଯାହା ଦ୍ୱାରା କି ଲୋକମାନଙ୍କର ଆକ୍ଚୁଆଲି ଗ୍ରୋଥ ହେଇପାରେ। ସୋସିଆଲିଜମ କାରଣ ଦେଖିବାକୁ ସୁନ୍ଦର ଲାଗେ, ହୁଁ କିନ୍ତୁ ତାର ରିଅଲ ଇମ୍ପାକ୍ଟ ଇଜ ଆକ୍ଚୁଆଲି ନେଗେଟିଭ, କାରଣ ଇଣ୍ଡିଆକୁ ଦେଖିଲେ ଜଣେ ଜାଣିପାରିବ କି କ'ଣ ଆମର ପ୍ରୋବ୍ଲେମ। ବଟ୍ ବିଲକୁଲ। ଏନିୱେ, ତ ମୁଁ ସେଇଟାକୁ ଚେଷ୍ଟା କରୁଛି ଗୋଟେ ଏମିତି ଜିନିଷ ଲେଖିବାକୁ କି ଆମ ଇତିହାସକୁ, ଆମର ଧର୍ମଶାସ୍ତ୍ରକୁ, ଆଉ ଡିଫରେଣ୍ଟ ଯେକୌଣସି ପୁରାଣ ହଉ, ଯାହା ହଉ, ମହାଭାରତ, ରାମାୟଣ, ତା ହୁଁ ଭିତରୁ ମତେ ବହୁତ ସୋର୍ସ ବି ମିଳି ସାରିଲାଣି। ଅର୍ଥଶାସ୍ତ୍ର, ଯେମିତି ଆପଣ ଗୋଟେ ଜିନିଷ ମୁଁ କହିବି, ଅର୍ଥଶାସ୍ତ୍ରର ନାଁ ଅର୍ଥଶାସ୍ତ୍ର କାହିଁ ହେଇଛି? ହୁଁ କାରଣ ଅର୍ଥ, ଆମର ଯୋଉ ଚାରିଟି ପୁରୁଷାର୍ଥ ଅଛି, ହୁଁ ଧର୍ମ, ଅର୍ଥ, କାମ ଆଣ୍ଡ ନିର୍ବାଣ, ଯୋଉଟାକୁ ଆମେ କହୁଛୁ, ମୋକ୍ଷ। ଚାରିଟା ଯୋଉ ଜିନିଷ ଅଛି, ମୋକ୍ଷ ଅଛି, ନିର୍ବାଣ, ଚାରିଟା ଯୋଉ ଜିନିଷ ଅଛି, ସେଇ ଚାରିଟାରୁ ଲେଖା ହେଇଛି ଆମର ଧର୍ମସ୍ୟ ମୂଳମ୍ ଅର୍ଥମ୍। ଆପଣ ଯଦି ପଢିବେ, ହଁ ଧର୍ମର ମୂଳ ହଉଛି ଅର୍ଥ। ଅର୍ଥ। ଠିକ ଅଛି। ରାଇଟ ରାଇଟ। ତ ଆମେ କିନ୍ତୁ ଆମ ସୋସାଇଟିରେ ଆମେ ପ୍ରୋବାବଲି ଆଉଟ୍ ଅଫ୍ ଫ୍ରଷ୍ଟ୍ରେସନ ଅର୍ ପ୍ରୋବାବଲି ଗୋଟେ କୋପିଂ ମେକାନିଜିମ କି we are not materialistic people, we are spiritual people. I feel this is a coping mechanism. We are we have failed to achieve economically.
तो आई एम वेरी फ्रैंक मोर एटा ओपिनियन बहुत जन कहे म मैक्सिमम लोग एग्री करନ୍ତି बट कि सेटा गोटे कोपिंग मेकानिज्म कि आमे ता गोटे ये करिया पई मको कहूछु बट आम सोसाइटी सब बेले स्पिरिचुअल नथिला स्पिरिचुअल हवा पई हेले फर्स्ट मटेरियल ग्रोथ तुम दरकार मुझे भी धर्मस्य मूलम अर्थम सेटा आम एंसेस्टर माने भलो भाବରେ ଜାଣିଥିଲେ ताकू बेस करी सोसाइटी हमर बनिछि सब जगह रे कहै जेमि आपण कथा सहित सागर पढिबे सेते लेखा आइछि कौन कहती will you prefer death or will you prefer poverty से कहबो no I'll prefer death poverty to death होची बेटर माने एमते अछि हमर कथा सहित सागर माने हमर जो पंचतंत्र स्टोरी सेई टाइप चार जन लोक कथा होते पॉवर्टी बेटर ना डेथ बेटर से कहबो डेथ बेटर पॉवर्टी किंतु हमर सोसाइटी हमें ମାନେ ଆମେ ତ ବହୁତ ଗପି ପାରିବୁ କିନ୍ତୁ ସେଇଟା ହଉଛି ବେସିକ ଥିମ୍ ମୋର ସେଇଟାକୁ ମୁଁ ନେଇକି ଗୋଟେ ଲେଖିବାକୁ ଚେଷ୍ଟା କରୁଛି ମିଶେଇକି କି ଗୋଟେ ଗୋଟେ ଆଇଡିଆ ଗୋଟେ ଇଏ ଦବା ପାଇଁ କି ଏମିତି ବି ଥିଲା ଆମ ଦେଶରେ ଆମେ ଏମିତି ନଥିଲେ ଆପଣ ଯଦି ପଢିବେ ଯେମିତି ଅଛି ଯେତେବେଳେ ରେନେସାଁ ହଉଥିଲା ୟୁରୋପରେ ସେତେବେଳେ ସେମାନେ କ'ଣ କହୁଥିଲେ ସେମାନେ କହୁଥିଲେ ପ୍ରୋଟେଷ୍ଟାଣ୍ଟ ଏଥିକ୍ସ एंड कैपिटलिज्म गोटे बही भी अच्छी आप पढ़ी पारे प्रोटेस्टेंट एथिक एंड कैपिटलिज्म से कौन कहते कैपिटलिज्म रो सक्सेस तार रीजन हूँ प्रोटेस्टेंट एथिक्स माने प्रोटेस्टेंट जो क्रिश्चियन प्रोटेस्टेंट ये रो से माने जो एथिक्स से माने जो काम करंती मटेरियलिस्टिक टिके पर्सुट रे जानती तार द्वारा ताको सोसाइटी ग्रो करिछि माने पैसा ये करबाटा इज नॉट ए बैड थिंग आम सोसाइटी आम बापा माँ छुआ को कहबे जे पैसाटा ये कर खराब भाव में देखा जाए किंतु तो यही सब बेसिकली यही थीम रे गोटे लिखिया को ट्राई कर जानि केते दूर सक्सेसफुल हेबे आ केते लोक आइ बला जिंस पढिबे बट लेट्स सी ओके हो आज तो समय आम पाखे एति थिला कथा कि बहुत भल लागिला आपण बहुत इनसाइट देले मु आशा करछि कि हमर दर्शक मानकु मध्य इंटरेस्ट आसीथिबो कपिलेंद्र देव को विषय आ मु ताको अनुरोध मध्य करबी आपण जरूर ताको विषय अधिक रिसर्च करंतु आ आपन को बेसी खोजिया पे पड़िबोनी आपण ए बहीटा पढिले आपण को बहुत किछि आपण जानि परिबे ओके निहार भाई थैंक यू आपण आपण को समय देथिबार धन्यवाद पुणी आउथरे केबे आपण सहित देखा हो धन्यवाद धन्यवाद